ଆପଣ କିଏ? ଏହା ଯୋହନକୁ ପଚାରିବା ନିମନ୍ତେ ଯିହୁଦୀ ମାନେ ଯେତେବେଳେ ଜେରୁସାଲେମର ଯାଜକ ଓ ଲେବୀୟ ମାନଙ୍କୁ ତାହାଙ୍କ ନିକଟରେ ପଠାଇଲେ, ସେତେବେଳେ ସେ ଏହି ସାକ୍ଷ୍ୟ ଦେଲେ। ସେ ସ୍ୱୀକାର କଲେ, ଅସ୍ୱୀକାର କଲେ ନାହିଁ। ସେ ସ୍ୱୀକାର କଲେ, ମୁଁ ଖ୍ରୀଷ୍ଟ ନୁହେଁ। ସେଥିରେ ସେମାନେ ପଚାରିଲେ, ତେବେ କଣ ଆପଣ ଏଲିୟ? ସେ କହିଲେ, ମୁଁ ନୁହେଁ। ଆପଣ କଣ ସେ ଭାବବାଦୀ? ସେ ଉତ୍ତର ଦେଲେ, ନା। ସେଥିରେ ସେମାନେ ତାହାକୁ କହିଲେ, ଆମ୍ଭମାନଙ୍କୁ ପଠାଇଥିବା ଲୋକଙ୍କୁ ଯେପରି ଉତ୍ତର ଦେଇପାରୁ, ଏଥିସକାଶେ ଆପଣ କିଏ? ଆପଣ ନିଜ ବିଷୟରେ ଆପଣ କଣ କହୁଅଛନ୍ତି? ସେ କହିଲେ, ଯିଶା ଅଭାବବାଦୀ ଯେପରି କହିଥିଲେ, ମୁଁ ସେହି ପ୍ରକାର ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ସଳଖ କର। ପୁଣି ଫାରିସୀମାନଙ୍କ ମଧ୍ୟରୁ କେତେକ ଜଣ ପ୍ରେରିତ ହୋଇଥିଲେ। ସେମାନେ ତାହାକୁ ପଚାରିଲେ, ଆପଣ ଯଦି ଖ୍ରୀଷ୍ଟ ବା ଏଲିୟ ବା ସେ ଭାବବାଦୀ ନୁହନ୍ତି, ତାହେଲେ କାହିଁକି ବାପ୍ତିସ୍ମ ଦେଉଅଛନ୍ତି? ଜୋହନ ସେମାନଙ୍କୁ ଉତ୍ତର ଦେଲେ, ମୁଁ ଜଳରେ ବାପ୍ତିସ୍ମ ଦେଉଅଛି, ଯାହାଙ୍କୁ ତୁମେମାନେ ଜାଣ ନାହିଁ। ସେ ତୁମମାନଙ୍କ ମଧ୍ୟରେ ବିଦ୍ୟମାନ। ସେ ସେ ମୋ ଉତ୍ତାରେ ଆସୁଅଛନ୍ତି, ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ। ଜର୍ଦ୍ଦନର ପରପାରସ୍ତ ଯେଉଁ ବେଥନିଆରେ ଯୋହନ ବାପ୍ତିସ୍ମ ଦେଉଥିଲେ, ସେହି ସ୍ଥାନରେ ଏହି ସବୁ ଘଟିଲା। ଅ, ଏବେ ଜଗତରେ ବହୁତ ଗୁଡେ ମଣ୍ଡଳୀ ଗୁଡାକ ଅଛି, ଯୋଉ ମଣ୍ଡଳୀ ଗୁଡାକ ଭିତରେ ସୁଷମାଚାର ନାହିଁ। ଆଉ ବିନା ସୁଷମାଚାରରେ ସେମାନେ କେବଳ ବ୍ୟବସ୍ଥା ଆଉ ନିଜର କର୍ମକୁ ନେଇକି ସେମାନେ ଫୋକସ କରିଥାନ୍ତି ପ୍ରଭୁଙ୍କ ଠାରୁ ଆଶୀର୍ବାଦ ପାଇବା ପାଇଁ। ତ ମଣ୍ଡଳୀ ପ୍ରକୃତ ଯେତେବେଳେ ସ୍ଥାପନ ପରମେଶ୍ୱର କଲେ, ଯେମିତି ଗତକାଲି ମଧ୍ୟ ଆମେ ଶୁଣୁଥିଲୁ ଯେ ଯୀଶୁ କେବେ ମଧ୍ୟ ପିତରଙ୍କର ଅ ସାମ୍ନାରେ ପିତରଙ୍କୁ ଏମିତି କହିନଥିଲେ ଯେ ମୁଁ ତମର ବିଶ୍ୱସ୍ତତା, ତମର କାର୍ଯ୍ୟ କି ତମର ଉତ୍ତମତା ଦେଖିକି ପ୍ରଭୁ ଯୀଶୁ କେବେ ପିତରଙ୍କୁ କହିନଥିଲେ ଯେ ମୁଁ ମଣ୍ଡଳୀ ତୋ ଉପରେ ନିର୍ଭର କରିକି ମୁଁ ସ୍ଥାପନ କରିବି। ଅଧିକାଂଶ ପାଷ୍ଟର ମାନେ ହୁଅନ୍ତୁ କି ଚର୍ଚ୍ଚର ୱାର୍କର୍ସ ମାନେ ହୁଅନ୍ତୁ, ସେମାନଙ୍କର ଚିନ୍ତାରେ କଣ ଅଛି ଯେ ପ୍ରଭୁଙ୍କର କାର୍ଯ୍ୟକୁ ସେମାନେ କରୁଛନ୍ତି, ପ୍ରଭୁଙ୍କର ଅ କାର୍ଯ୍ୟକୁ ଆମେ କାହିଁକି କରିବା ପାଇଁ ଦରକାର, କାରଣ ସେମାନେ ନିଜକୁ ଭାବନ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ ଭାବରେ ନେଇଥାନ୍ତି। କିନ୍ତୁ ପରମେଶ୍ୱରଙ୍କର କାର୍ଯ୍ୟ କରିବା ପାଇଁ ମନୁଷ୍ୟ ସକ୍ଷମ କି? ପ୍ରକୃତରେ ମନୁଷ୍ୟ ଆଉ ପରମେଶ୍ୱର ଭିତରେ ଫରକ କଣ ଅଛି? ପରମେଶ୍ୱର ହଉଛନ୍ତି ସୃଷ୍ଟିକର୍ତ୍ତା, ପ୍ରଭୁ ହଉଛନ୍ତି ଆମଙ୍କର ଆ ଜୀବନ ଅଟନ୍ତି। ତାଙ୍କ ଠାରୁ ଆମମାନେ ସୃଷ୍ଟ ହୋଇଅଛୁ। ଯେ ଲେଖା ହେଇଛି ରମ୍ୟ ପୁସ୍ତକ 9 ପର୍ବରେ ଯେ କିପରି ଭାବରେ କୁମ୍ଭକାରକୁ ଯୋଉ ପାତ୍ର ତିଆରି କରୁଛି, କୁମ୍ଭକାର ଯଦି ସେ ପାତ୍ର ଭାଙ୍ଗି ଯାଉଛି, ଦେନ୍ ସେ କୁମ୍ଭକାରକୁ କେମିତି କହିପାରିବ ତମେ ମତେ କାହିଁକି ଏପରି ଗଢିଲ ବୋଲି କହି। ତ ସେଇଠି ଗୋଟେ ବାକ୍ୟ ଲେଖା ହେଇଛି ରମ୍ୟ ପୁସ୍ତକ 9 ପର୍ବର, ମୁଁ ଦେଖେଇବି। ଉଁ, 20 ପଦ ଯଦି ଦେଖିବା ଆମେ, କିନ୍ତୁ ହେ ମନୁଷ୍ୟ, ତୁମେ କିଏ ଯେ ଈଶ୍ୱରଙ୍କ ପ୍ରତିବାଦ କର? ନିର୍ମିତ ବସ୍ତୁ କି ନିର୍ମାତାଙ୍କୁ କହିବ ମତେ ଏପରି ଗଢିଲ କାହିଁକି? କିମ୍ବା ଗୋଟିଏ ମାଟି ପିଣ୍ଡୁଳାକୁ ଗୋଟିଏ ପାତ୍ର ଆଦର ନିମନ୍ତେ ଓ ଅନ୍ୟଟି ଅନାଦର ନିମନ୍ତେ ଗଢିବା ପାଇଁ କି ମାଟି ଉପରେ କୁମ୍ଭକାରର ଅଧିକାର ନାହିଁ? ତାହେଲେ ଯଦି ସ୍ପେଶାଲି 20 ପଦ ଆଉ 21 ପଦ ରମ୍ୟ ପୁସ୍ତକ 9 ପର୍ବରୁ ଦେଖିବା, ଏଟା ବହୁତ ଆଶ୍ଚର୍ଯ୍ୟ ଭାବରେ ଆମେ କିପରି ଆର ବୁଝିପାରିବା ଯେ ମାଟି ପିଣ୍ଡୁଳାକୁ ଗୋଟିଏ ପାତ୍ର ଆଦର ନିମନ୍ତେ ଓ ଅନ୍ୟଟି ଅନାଦର ନିମନ୍ତେ ଗଢିବା ପାଇଁ କି ମାଟି ଉପରେ କୁମ୍ଭକାରର ଅଧିକାର ନାହିଁ।
ଦେନ୍ ପରମେଶ୍ୱର ଯେତେବେଳେ ଆମକୁ ପରିତ୍ରାଣ ଦେଲେ, ତ ସେଠି ପରମେଶ୍ୱରକୁ ପରିତ୍ରାଣ ଦେଲା ପରେ ଯେତେବେଳେ ଆମମାନେ ମଣ୍ଡଳୀ ସହିତ ସଂଯୁକ୍ତ ହେଇକି ବଞ୍ଚିବା ପାଇଁ ଆରମ୍ଭ କଲୁ, ଧୀରେ ଧୀରେ ଆମମାନଙ୍କର ଜୀବନରେ ଆମମାନେ ପ୍ରଭୁ ଯୀଶୁଙ୍କର ହୃଦୟକୁ ଶିଖିବା ପାଇଁ ଆରମ୍ଭ କଲୁ। କିନ୍ତୁ କଣ ତଫାତ୍ ଅଛି ଜାଗତିକ ମଣ୍ଡଳୀ ଆମମାନଙ୍କର ମଣ୍ଡଳୀ ଭିତରେ? ପିତରଙ୍କୁ ଯେପରି ଯୀଶୁ କହିଲେ, ଯଦିଓ ପିତରଙ୍କୁ ଯୀଶୁ ଆଶୀର୍ବାଦ କଲେ, ଅନେକ ଗୁଡ଼ିଏ ଅନୁଗ୍ରହ ଦେଲେ, ତ ପିତର ବହୁତ ମୂଲ୍ୟ ଭାବରେ ଯୀଶୁଙ୍କ ସହିତ ସଂଯୁକ୍ତ ହେଇକି ତାଙ୍କର ଜୀବନ ବଦଳି ଗଲା। ଯେମିତି ଗୋଟେ ମା ଯେତେବେଳେ ଛୁଆକୁ ଜନ୍ମ ଦେଇଥାଏ, ତ ଏ ଛୁଆ ଯେତେବେଳେ ମା ଯେତେବେଳେ ଡେଲିଭରି କରେ ଛୁଆକୁ, ତ ଏ ମାଙ୍କର ଯାହା ବି ସେ ଖାଉଛନ୍ତି, ମାର ସବୁ ନ୍ୟୁଟ୍ରିସନ ଛୁଆ ପାଖକୁ ଯାଇଥାଏ ନା ନାଇଁ? ତ ଛୁଆ ଯେଉଁ ସମୟରେ ଶକ୍ତିପ୍ରାପ୍ତ ହେଇଥାଏ, ଧୀରେ ଧୀରେ ମା ପେଟରେ ବଢିଥାଏ, କିନ୍ତୁ ମାଙ୍କର ପ୍ରତ୍ୟେକ ନ୍ୟୁଟ୍ରିସନ ଛୁଆ ପାଖକୁ ଯାଏ, କିନ୍ତୁ ମା ଯେତେବେଳକୁ ଡେଲିଭରି କରନ୍ତି, ବର୍ତ୍ତମାନ ଏ ଛୁଆର ଦେହରେ, ଛୁଆ ପାଖରେ ମାଙ୍କର ରକ୍ତ କେ ମଧ୍ୟ ଲାଗିନଥାଏ। ତେଣୁ ମାଙ୍କର ଯୋଉ ରକ୍ତ ଯଦି ଛୁଆକୁ ଲାଗିଯିବ, ତାହେଲେ ସେ ଛୁଆ ମରିଯିବ। ମେଡିକାଲ ସାଇନ୍ସ ବି ଏଇଟା କହୁଛି। ତ ପାଷ୍ଟର ଦିନେ ପ୍ରିଚିଂ କରୁଥିଲେ, ଆଉ କହୁଥିଲେ ଯେ ଯୀଶୁ ଖ୍ରୀଷ୍ଟ କୌଣସି ମନୁଷ୍ୟର ରକ୍ତ କି ମନୁଷ୍ୟର ବୀଜରୁ କେବେ ମଧ୍ୟ ଜନ୍ମଗ୍ରହଣ କରିନାହାନ୍ତି। ଏ ବିଷୟକୁ ପ୍ରମାଣ କରିବା ପାଇଁ ମଧ୍ୟ ଆମମାନେ ବୁଝିପାରିବା ଏ ବିଷୟ। ଠିକ ସେମିତି ପ୍ରଭୁ ଯୀଶୁ ଯଦିଓ ପିତରଙ୍କ ସହିତ ଜଡିତ ହେଲେ, ପିତରଙ୍କୁ ଅନୁଗ୍ରହ ଦେଲେ, ପିତରଙ୍କୁ ଦୟା ଦେଲେ, ପିତରଙ୍କୁ ଆଶୀର୍ବାଦ କଲେ, କିନ୍ତୁ ପିତର କେବେ ମଧ୍ୟ ଯୀଶୁଙ୍କର ଜାଗାକୁ ନେଇ ପାରିବନି। କଣ ଅର୍ଥ ଯେ ମୁଁ ଆପଣା ମଣ୍ଡଳୀ ପଥର ଉପରେ ତଳିବି? ଆଜି ଅଧିକାଂଶ କମ୍ପାନୀ ଗୁଡାକ, ସଂସ୍ଥା ଗୁଡାକ, ଯଦି ଆମେ ଓନର ମାନଙ୍କୁ ଦେଖିବା, ଡାଇରେକ୍ଟର ମାନଙ୍କୁ ଦେଖିବା, ତାହେଲେ ଅଧିକାଂଶ କ୍ଷେତ୍ରରେ ସେମାନେ ନିଜର ଏମ୍ପ୍ଲୟ ମାନଙ୍କୁ ହଉ କି ନିଜର କର୍ମକର୍ତ୍ତା ମାନଙ୍କୁ ହଉ, ସେମାନଙ୍କର ବିଶ୍ୱସ୍ତତାକୁ ଦେଖିକି, ସେମାନଙ୍କର କାର୍ଯ୍ୟର ସ୍ଥିତି ଲେଭେଲ ଦେଖିକି ସେମାନଙ୍କୁ ପୋଷ୍ଟ ଦେଇଥାଏ। ସେମାନେ କେତେ ପଢିଛନ୍ତି, ତାଙ୍କର କେତେ ଷ୍ଟାଣ୍ଡାର୍ଡ ଅଛି, ସେମାନେ କେତେ କାମ କରିପାରୁଛନ୍ତି, ସେ ଅନୁସାରେ ସେମାନଙ୍କୁ ସେ ପୋଷ୍ଟରେ ରଖିଥାନ୍ତି। କିନ୍ତୁ ଯୀଶୁଙ୍କ ସହିତ ଜଡିତ ଶିଷ୍ୟମାନେ ହୁଅନ୍ତୁ କି ଯୀଶୁଙ୍କ ସହିତ ଜଡିତ ଆମମାନେ ହଉ, ଏଇଟା ବହୁତ ଆଶ୍ଚର୍ଯ୍ୟ। ଆମେ ସମସ୍ତେ ଜାଣିଛୁ ଲୁକ 16 ପରେ ମଧ୍ୟ ଆମେ ଗୋଟେ କାହାଣୀ, ଆମେ ବହୁତ ପ୍ରସିଦ୍ଧ ଏଇଟା, ଯେ ଗୋଟେ ମାଲିକ ଗୋଟେ ଅବିଶ୍ୱସ୍ତ ବ୍ୟବହାରକୁ ସେଟା ଆଣୁଛନ୍ତି ନା ନାଇଁ? ଏ କାହାଣୀ ଜାଣିଛନ୍ତି, ମନେ ଅଛି ନା? ଦେନେ ମାଲିକ ଯଦି ଗୋଟେ ଅବିଶ୍ୱସ୍ତ ବ୍ୟବହାରକୁ ହାୟର କରିକି ଆଣୁଛନ୍ତି, ଏ ଅବିଶ୍ୱସ୍ତ ବ୍ୟବହାରକୁ କୋଉ ସ୍ଥିତିରେ ବ୍ୟବହାର କରି ପାରୁଛନ୍ତି? ଦ୍ୱିତୀୟ ଜିନିଷ, ମୁଁ ଗୋଟେ ଗୋଟେ ବିଷୟ କହିବି, ଆପଣ ଲେଖନ୍ତୁ ଯଦି ଖାତାରେ ଅଛି, ପରେ ଷ୍ଟଡି କରିବେ। ବାଇବଲରେ ଏମିତିକାର ଗୋଟେ ମାଲିକ ଅଛନ୍ତି ଯିଏ କି ଗୋଟେ ଅବିଶ୍ୱସ୍ତ ବ୍ୟବହାରକୁ କାମରେ ଲଗେଇବା ପାଇଁ ଆଣୁଛନ୍ତି। କିନ୍ତୁ ଏ ଅବିଶ୍ୱସ୍ତ ବ୍ୟବହାରଟା ଯେତେବେଳେ ମାଲିକ ଘରକୁ ଆସୁଛନ୍ତି, ମାଲିକ ପାଇଁ କାମ କରୁଛନ୍ତି, ଦିନେ ମାଲିକ ତାକୁ କହୁଛନ୍ତି, ତୋର ହିସାବ କିତାବ କରେ, ତୁ ମୋର ସମ୍ପତ୍ତିକୁ ଅପବ୍ୟୟ କରୁଛୁ କହିକି ମୁଁ ଶୁଣିବାକୁ ପାଉଛି। ତୁ ମୋର ସମ୍ପତ୍ତିକୁ ଅପବ୍ୟୟ କରୁଛୁ, ତୁ ଆଉ ଏଇ ଜାଗାରେ କାମ କରିପାରିବୁନି, ତୋର ହିସାବ କିତାବ ଦେଇଦେ, ତୁ ପଳା। ଦେନ୍ ଏ ଅବିଶ୍ୱସ୍ତ ବ୍ୟବହାରଟା କଣ ସମସ୍ୟା କଲା, ଯାହା ଦ୍ୱାରା କି ବର୍ତ୍ତମାନ ମାଲିକ ଦୁଃଖ କରୁଛନ୍ତି, ମାଲିକ ଚାହୁଁନାହାନ୍ତି ଆକୁ ୟୁଜ କରିବା। ଅଧିକାଂଶ କ୍ଷେତ୍ରରେ ଜାଗତିକ ଭାବରେ ଆମେ ଯଦି ଚିନ୍ତା କରିବା, ସତରେ ଇଏ ତ ଅବିଶ୍ୱସ୍ତ ବ୍ୟବହାରଟା ନା, ସେଥିପାଇଁ ତ ଏ ଅବିଶ୍ୱସ୍ତ କାମ କରୁଥିବ, ମାଲିକ ରାଗୁଛନ୍ତି। କିନ୍ତୁ ଭାଇ ଭଉଣୀ ମାନେ, ସେଠି ମାଲିକର ଗୋଟେ ଷ୍ଟେଟମେଣ୍ଟ ଲେଖା ହେଇଛି ଲୁକ 16 ସେ କାହାଣୀରେ, ଯେ ମାଲିକ ଯେତେବେଳେ ତାକୁ ଦେଖୁଛନ୍ତି ସେ ବୁଦ୍ଧିର ସହ କାର୍ଯ୍ୟ କଲା, ସେଥିପାଇଁ ତାକୁ ପ୍ରଶଂସା କରି ଲେଖା ହେଇଛି। ମାଲିକ ବର୍ତ୍ତମାନ ଯେତେବେଳକୁ ଇଏ ଅବିଶ୍ୱସ୍ତ ବ୍ୟବସ୍ଥା କହୁଛନ୍ତି, ତମେ ତୁ ଯା ଆଉ କାମ କରେ ନା, ତୁମର ସମ୍ପତ୍ତି ଅପବ୍ୟୟ କରିଦଉଛୁ, ଶେଷରେ ସେ ଅବିଶ୍ୱସ୍ତ ବ୍ୟବସ୍ଥା ମନରେ କଣ ଭାବୁଛି, ଆରେ ମୁଁ କୁଆଡେ ଯିବି, ମାଟି ହାଣିବା ପାଇଁ ମୋର ବଳ ନାହିଁ,
ଭିକ ମାଗିବାକୁ ମତେ ଲାଜ ଲାଗୁଛି। କହିଲେ ସେ ଭାବୁଛି ବର୍ତ୍ତମାନ। ଆଉ ଯେତେବେଳକୁ ସେ କଣ କରୁଛି, ମାଲିକ ଆଡକୁ ଯୋଉ ଲୋକଙ୍କର ବାକି ଉଧାରି ଥିଲା, ସେ ବାକି ଗୁଡାକ ସେ କମେଇ ଦେଲା। ତ ଯେତେବେଳେ ବାକି ଗୁଡାକ କମେଇ ଦଉଛି, ମାଲିକ ଏ କଥା ଶୁଣିକି ରାଗିବା କଥା। ଆମର ଏଠି ମନୋଜ ଭାଇ ଅଛନ୍ତି ମାସିରିପଡା, ସେ ସବୁଦିନ ଫିରିଙ୍ଗିବାକୁ ଯାଉଛନ୍ତି କାମ। ହୁଁ? ପଇସା ପତ୍ର ଦିଆ ନିଆ ଦୋକାନ, ଯଦି ବ୍ୟାଙ୍କ ଖାତାରେ ଯାହାର 1,000 ଟଙ୍କା ଅଛି, ତାଙ୍କୁ ସେ କହିବି, ସେ କଷ୍ଟମର, ନାଇଁ ନାଇଁ ତମର 200 ଟଙ୍କା ଖାଲି ଅଛି, ମୁଁ 800 ଟଙ୍କା କାଟିଦେଲି, ତମେ 200 ଟଙ୍କା କାଢିକି ନେଇଯାଅ, 800 ଟଙ୍କା ମୁଁ ଆଉ ଜଣଙ୍କୁ ଦେଇଦେବି। ସେ ଲୋକ କେମିତି ରାଗିଯିବ? ଖୁସି ହେଇପାରିବନି ନା। କିନ୍ତୁ ଏଇଠି ମାଲିକ ବହୁତ ଆଶ୍ଚର୍ଯ୍ୟ। ମାଲିକ ବର୍ତ୍ତମାନ ତାର କାର୍ଯ୍ୟ ଦେଖିକି ଯୋଉ ଅବିଶ୍ୱାସ ବ୍ୟବସ୍ଥା, ମାଲିକ ଆଡକୁ ଯୋଉ ଲୋକର ବାକି ହେଇଥିଲେ ତାଙ୍କର ବାକିକୁ ସେ ଅଧା କରିଦେଲା, କମ କରିଦେଲା। ସେଇ ସାର ମାଲିକ କହୁଛନ୍ତି, ଯେତେବେଳେ ବୁଦ୍ଧିର ସହ କାମ କରିବା ବିଷୟ ଦେଖିକି ଖୁସି ହେଲେ, ପ୍ରଶଂସା କଲେ ତାର। ଦେନ ଆଉ ଗୋଟେ କାହାଣୀ ଯଦି ଆମେ ଦେଖିବା, ଆଉ ଗୋଟେ ମାଲିକ ବାଇବଲରେ, ଗୋଟେ ଗୋଟେ ଲୋକ, ଗୋଟେ ବ୍ୟକ୍ତିଙ୍କୁ 3 କୋଟି ଋଣ ବାକି ଦେଇଥିଲା ସେ। ହେଲେ ବେଶୀ ଇଣ୍ଟରେଷ୍ଟିଂ ସେଠି ବାକ୍ୟରେ ଲେଖା ହେଇଛି କଣ ଜାଣିଛ? ସେ ମାଲିକ ଯେତେ 3 କୋଟି ଋଣ ଟଙ୍କା ଦେଲେ ଇଏ ଦାସକୁ, ପରବର୍ତ୍ତୀ ସମୟରେ ମାଲିକ କହୁଛନ୍ତି, ଆରେ ତୋର ସମୟ ହେଲା ବାକି ସୁଝେ, ନହେଲେ ତୋର ପିଲା ଛୁଆକୁ ସବୁ ଦେଇଦେ। ଟିକେ ଧୈର୍ଯ୍ୟ ଧରନ୍ତୁ, ମୁଁ କିଏ ପରେ ଟିକେ କାମ କରି ପଇସା କମେଇବା ଆଉ ଫେରିଦେବି, ଟିକେ ଧୈର୍ଯ୍ୟ ଧର। ସେ ମାଲିକ କେମିତି କହୁଛି, ଦେନ୍ ସେ ବାକ୍ୟରେ ଲେଖା ହେଇଛି, ଭାଇ ଭଉଣୀ ମାନେ, ମାଲିକ ଯେତେବେଳେ ଏ 3 କୋଟି ଋଣ ଉଧାରି ଦେଇଦେଲେ ଇଏ ଦାସକୁ, ଇଏ ଦାସ ଏ 3 କୋଟି ଋଣ ଟଙ୍କା ଫେରାଇ ପାରିବନି କହିକି ପ୍ରଥମେ ମାଲିକ ଜାଣିଛ। ମାନେ ମୁଁ କହିବାକୁ ଚାହୁଁଛି, ମାଲିକ ଜାଣି ଶୁଣିକି 3 କୋଟି ଋଣ ତାଙ୍କୁ ଦେଇଛନ୍ତି, ଯୋଉ ସ୍ଥିତିରେ କି ସେ ଫେରାଇ ପାରିବନି କହିକି ମାଲିକ ଜାଣିଛନ୍ତି, ଫିର ବି ତାକୁ ଦିଆଯାଇଛି, ତାର ଅର୍ଥ। ହେଲେ କୋଉ ପ୍ରକାର ମାଲିକ ଇଏ ବାଇବଲ, ଯିଏ କି 3 କୋଟି ଋଣ ଦଉଛନ୍ତି ସେ ଲୋକକୁ, ଯୋଉ ଲୋକ ଫେରାଇ ପାରିବନି କହିକି ନିଜେ ମାଲିକ ଜାଣିଛନ୍ତି। ଆମେ ସେ ଲୋକକୁ, ମୁଁ ସେ ଲୋକକୁ କାର ଦେଇପାରିବି କି ଚଲା ବୋଲି କହିକି, ଯୋଉ ଲୋକ କାର ଚଲେଇ ଜାଣିନି କହିକି ମୁଁ ଜାଣିଛି। ଯଦି ମୁଁ ଜାଣି ନାହିଁ, ଖାଲି ଶୁଣିଛି, ହଁ ସେ ଗାଡି ଚଲେଇ ପାରିବ କହିକି ମୁଁ ଯଦି ଶୁଣିଥିବି, ତାହେଲେ ମୁଁ ଦେଇପାରିବି, ଡାଉଟଫୁଲ। କିନ୍ତୁ ଯୋଉ ସ୍ଥିତିରେ ମୁଁ ଜାଣିଛି ସେ ଗାଡି ଚଲେଇ ପାରିବ ନାହିଁ, ସେ ଗାଡି ଚଲେଇ ଜାଣି ନାହିଁ, ଜାଣିଲା ପରେ ମଧ୍ୟ ମୁଁ ଯଦି ତାକୁ ଗାଡି ଚାବି ଦଉଛି ଚଲା ବୋଲି, ତାର ଅର୍ଥ ମୁଁ ଚାହୁଁଛି ମୋର ଗାଡି ଉଲ୍ଟି ଯାଉ। ଯଦି ମାଲିକ ଜାଣିଛନ୍ତି ଯେ 3 କୋଟି ଋଣ ସୁଝି ପାରିବ ନାହିଁ, ତାହେଲେ ଦେଲେ କଣ ପାଇଁ? ଆମେ ଆଉ ଗୋଟେ କାହାଣୀକୁ ମନେ ପକେଇବା। ସେଠି ବଜାରରେ କେତେ ମୂଲିଆ ମାନେ ସବୁ ଛିଡା ହେଇଛନ୍ତି, ନା ନାଇଁ ଏ କାହାଣୀ ଜାଣିଛନ୍ତି? ହେଲେ 9ଟା ସମୟରେ, 12ଟା ସମୟରେ, 3ଟା ସମୟରେ, ସନ୍ଧ୍ୟା ସମୟରେ ସବୁ ଏ ମାଲିକ ସେମାନଙ୍କୁ ହାୟର କରିକି ନେଇଗଲେ କାମ। କିନ୍ତୁ ସେ ଲେଖା ହେଇଛି କଣ ବୋଲି, ସେ ଯୋଉ ମୂଲିଆ ମାନେ ସେଠି ଛିଡା ହେଇଥିଲେ, ସେଠି ପର୍ଟିକୁଲାର ୱାର୍ଡ ଲେଖା ହେଇଛି, ସେମାନେ ନିଷ୍କର୍ମା ବୋଲି ଲେଖା ହେଇଛି। ନିଷ୍କର୍ମା ମୂଲିଆ ମାନେ କିଏ ଏମାନଙ୍କୁ ନଉନାହାନ୍ତି। ଏ ମାଲିକ ଯାଇକି କହୁଛନ୍ତି, ଆସ ଆସ ମୋର କ୍ଷେତ୍ରକୁ ଆସ କାମ। 8 ଅଣା ମୁଁ ତମକୁ ଦେବି ବୋଲି ଚୁକ୍ତି କରୁଛି। ବାଇବଲରେ ମାଲିକ ଆଶ୍ଚର୍ଯ୍ୟ। ପିତରକୁ ଯୀଶୁ କହୁଛନ୍ତି, ମୁଁ ମୋର ମଣ୍ଡଳୀ ପଥର ଉପରେ ତଳିବି। ତାର ଅନ୍ୟ ଅର୍ଥ ହଉଛି, ଯୀଶୁ କୌଣସି ସ୍ଥିତିରେ ପିତରଙ୍କର କାର୍ଯ୍ୟ, ପିତରଙ୍କର ପରିଶ୍ରମ, ପିତରଙ୍କର ଉଦ୍ଯୋଗ ସହିତ ରିଲେଟେଡ ନାହିଁ। ଯେମିତି ମାଥ୍ୟୁ 7:4 ପ୍ରଭୁ ଯୀଶୁ କହିବେ ଲେଖା ହେଇଛି, କୋଉ ଲୋକମାନଙ୍କୁ? ଯୋଉ ଲୋକମାନଙ୍କୁ କହିବେ, ହେ ପ୍ରଭୁ ଆମେ ମାନେ କି ତୁମ ନାମରେ ଭୂତ ଛାଡିଲୁ ନାହିଁ, ଭାବବାଣୀ କହିଲୁ ନାହିଁ,
ଅନେକ ଶକ୍ତିର କାର୍ଯ୍ୟ କରୁନାହିଁ, ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି, ମୁଁ ତମକୁ ଜାଣି ନାହିଁ, ନା କେବେ ହିଁ ଜାଣି ନାହିଁ ବୋଲି ଯୀଶୁ କହିଲେ। କେବେ ହିଁ ଜାଣି ନାହିଁ। ତାର ଅର୍ଥ ହଉଛି ଯଦିଓ ମୁଁ 25 ବର୍ଷ ଗୁଡ ନ୍ୟୁଜ ମିଶନ ଚର୍ଚ୍ଚରେ ଅଛି, ଯଦି ମୁଁ ବାକ୍ୟ ଠାରୁ ଦୂରରେ ବଞ୍ଚୁଛି, ତାହେଲେ ମଣ୍ଡଳୀ ସହିତ ପ୍ରଭୁ ସହିତ ମୋର କୌଣସି ସମ୍ପର୍କ ଆଗ ନାହିଁ। ଗୋଟେ ଅନନୋନ ପର୍ସନ, ମୁଁ ଗୋଟେ ଅଜଣା ବ୍ୟକ୍ତି ସଦୃଶ ସମାନ। ପ୍ରଭୁ ମତେ ଆଁ, ଜାଣିବେ ନାହିଁ କି ପ୍ରଭୁ ମତେ ଅନେଇବେ ନାହିଁ। ହେ ବନ୍ଧୁ, ତମେ ବିବାହ ବସ୍ତ୍ର ପରିଧାନ କରିକି କିପରି ଏଠୁ ଆସିଲ? ମାତୃ 22ରେ ମତେ କାହିଁକି ଲେଖା ହେଇଛି। ହେ ବନ୍ଧୁ, ତମର ବିବାହ ବସ୍ତ୍ର କାହିଁ? ସେ ନିରୁତ୍ତର ହେଇକି ରହିଲା, ଲେଖା ହେଇଛି। ତ ସେ ଭୋଜି, ଯୋଉ ଭୋଜି କି ରାଜା ଆୟୋଜନ କରୁଥିଲେ ଆପଣ ପୁତ୍ରଙ୍କ ବିବାହ ଉତ୍ସବ ପାଇଁ, ସେ ଭୋଜିରେ ଯୋଉ ବ୍ୟକ୍ତି ଆଁ, ମଦୁଆ ହଉ, ଠକ ହଉ, ଚୋର ହଉ, ଡକାୟତ ହଉ, ସେ ଯେକୌଣସି ସ୍ଥିତିରେ ଲୋକ ଥାଉ ନା କାହିଁକି, କିଛି ପ୍ରୋବ୍ଲେମ ନାହିଁ। ପ୍ରୋବ୍ଲେମ ହଉଛି ଯଦି ସେ ରାଜାଙ୍କ ଦ୍ଵାରା ପ୍ରସ୍ତୁତ ବିବାହ ବସ୍ତ୍ର ନ ପିନ୍ଧିକି ଯାଉଛି, ରାଜାଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ଯୀଶୁ ଯେପରି ମାଥି 21 କହିଲେ 7 ମୁଁ ତମକୁ କେବେ ହିଁ ଜାଣିନାହିଁ। ଏଇଠି ମଧ୍ୟ ଯୋଉ ଲୋକ ବିବାହ ବସ୍ତ୍ର ନ ପିନ୍ଧିକି ଯାଇଛି, ସେ ଲୋକକୁ ମଧ୍ୟ ରାଜା କହୁଛନ୍ତି, ଆରେ ୟାର ହାତ ଗୋଡା ବାନ୍ଧ, ଆକୁ ଅନ୍ଧାରରେ ପକେଇଦିଅ। ଯୋଉ ଜାଗାରେ ରଦନ ଦନ୍ତର ଯାହା ମାଂସରୁ ମାଂସ, ଯାହା ମାଂସରୁ ଜାତ ତାହା ମାଂସ, ଯାହା ଆତ୍ମରୁ ଜାତ ତାହା ହଉଛି ଆତ୍ମା। ମୋର ଶରୀରକୁ ସେବା କରିବା ପାଇଁ, ମୋର ଶରୀର ଶାରୀରିକ ଜୀବନ ପାଇଁ ପରମେଶ୍ୱର ମତେ ଚର୍ଚ୍ଚରେ ରଖିନାହାନ୍ତି। ଭିତରେ ତ କେତେ ବିଶ୍ୱସ୍ତ ଲୋକ ଥିବେ ନା। ଏତେ ସହଜ ଭାବରେ ଭାବିବା ଉଚିତ ନାହିଁ। ଆମମାନେ ପିତରଙ୍କର ଯୋଉ ଷ୍ଟେଟମେଣ୍ଟ କୁ ଯୀଶୁକୁ ଦେଲେ, ସେ କଣ ବୋଲି, ମୁଁ ଆପଣଙ୍କ ପାଇଁ ମରିବା ପାଇଁ ମୁଁ ପ୍ରସ୍ତୁତ। ଏଟା ଖାଲିରେ ସେ କଣ ମଜାକ କରିକି କହିଥିଲେ କି? ହଁ? ଯୀଶୁଙ୍କ ସାମ୍ନାରେ କୌଣସି ଏମିତି ଖେଳ ବିଷୟ ପାଇଁ ଖାଲିରେ ମିଛ କଥା ଏମିତି କହିଥିଲେ କି ମଜା କରିବା ପାଇଁ? ସେ ସେତିକି ପରିମାଣରେ ତାଙ୍କୁ ଲାଗୁଛି ମୁଁ ଯୀଶୁକୁ ଭଲ ପାଉଛି, ଇଭେନ ମୁଁ ତାଙ୍କୁ ମରିବା ପାଇଁ ଦରକାର ମଧ୍ୟ ପଡୁଛି କହିକି ସେ ସେଇ ପ୍ରକାର ମନରେ ସେନ୍ସ କରିପାରୁଛନ୍ତି ବୋଲି ସେ କହିଲେ। କୋଉ ସ୍ୱାମୀ ସ୍ତ୍ରୀ ବାହା ହଉଛନ୍ତି, ବାହାଘର ଭିତରେ ସେମାନେ ଏମିତି ବାହା ହେଲା ସମୟରେ ସେମାନେ ଭାବୁଛନ୍ତି, ରହ ଆଗକୁ 2 ମାସ ଯାଉ, ତୋର ମୁଣ୍ଡ ଫଟେଇବି। ବାହାଘର ପରେ ଯୋଉ ସ୍ୱାମୀ ତାର ସ୍ତ୍ରୀକୁ ମାରୁଛି, ସେ କଣ ବାହାଘର ଭିତରେ ଏମିତି କଥା ହେଇକି ସେ ଭାବିକି ସେ ବାହା ହଉଛି କି ନାଇଁ? ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀ ଯେଉଁ ସେମାନେ ବିବାହ କରନ୍ତି, ସେମାନେ ଗୋଟେ ପରେ ସେ ଭାବନ୍ତି ନାହିଁ, ସେ ସେମାନେ କେବେ ଭାବନ୍ତି ହିଁ ନାହିଁ ଯେ ଆଗକୁ ଆମର ଭୟଙ୍କର ବିଷୟ ଘଟିବାକୁ ଯାଉଛି। ସେମାନେ ପୂର୍ଣ୍ଣ ମାତ୍ରାରେ ସେମାନେ ଭାବନ୍ତି, ଆମେ ପ୍ରକୃତରେ ନିଷ୍ପତ୍ତି ନଉଛୁ, ଖୁସିରେ ବଞ୍ଚୁଛୁ, ଏଇଟା କରୁଛୁ ସେଇଟା। ଯୀଶୁ କଣ ପାଇଁ ପିତାଙ୍କର କୌଣସି ବିଷୟକୁ ଆଶା ହଁ, କରୁନାହାନ୍ତି? ସେଥିପାଇଁ ସେ କହିଲେ, ମୋର ମଣ୍ଡଳୀ, ମୁଁ ତୋର ବିଶ୍ୱସ୍ତତାରେ ତୋଳିବି, ତୋର କାର୍ଯ୍ୟ ଦେଖି ତୋଳି ବୋଲି ଯୀଶୁ କହୁନାହାନ୍ତି। ମୁଁ ଆପଣା ମଣ୍ଡଳୀ ପଥର କରି ତୋଳିବି। ତେଣୁକରି ଯଦି ଆମେ ଦେଖିବା ଭାଇ ଭଉଣୀ, ଗଲାତୀୟ ପୁସ୍ତକ 5 ମଧ୍ୟ ଲେଖା ହେଇଛି ଯେ ଆତ୍ମାଙ୍କ ପ୍ରତିକୂଳ ହଉଛି ଶରୀର, ଶରୀରର ପ୍ରତିକୂଳ ହଉଛି ଆତ୍ମା। ଯେମିତି ଦୁଷ୍ଟ ମାନଙ୍କ ଧାର୍ମିକ ମାନଙ୍କ ଭିତରେ ଦୁଷ୍ଟ ମାନେ ଲୁଚିକି ଥାନ୍ତି, କିଛି ସମୟ ପର୍ଯ୍ୟନ୍ତ ଏମାନେ ସମାନ ଲୋକ ଦେଖାଯାଉଛି, କିନ୍ତୁ ଯେଉଁ ସମୟରେ ଆମେ ବାଇବଲକୁ ଦେଖୁଛୁ, ଯେମିତି ଗହମ ଆରେ ଅଗାଡି ମଧ୍ୟ ବିଷୟରେ ବାଇବଲ କହୁଛି। କୁଲା ଯଦି ମୋ ହାତରେ ଥାନ୍ତା, କୁଲା ଯଦି ଆମ ପାଖରେ ଥାନ୍ତା, ତାହେଲେ ଆମେ ଆଡଜଷ୍ଟ କରିଦେଇଥାନ୍ତା। ଯଦି ପୋଲିସ ମାନେ କି ଏଇ ଜଗତର ସୈନ୍ୟ ମାନେ, ଏଇ ଜଗତର ଆଁ, ଯେକୌଣସି ବିଚାରକର୍ତ୍ତା ମାନେ ଯଦି ଆସିଥାନ୍ତେ ଏ ଧାର୍ମିକ ମାନଙ୍କୁ ଦୁଷ୍ଟ ମାନଙ୍କୁ ଅଲଗା କରିବା ପାଇଁ, ଦେନ ଆମେ ଲାଞ୍ଚ ପାଞ୍ଚ ଦେଇକି କଣ ସେଟଲ କରିଥାଉ। କିନ୍ତୁ ବାଇବଲ କହୁଛି ଈଶ୍ୱରଙ୍କ ଦୂତ ମାନେ ବାହାରେ ଆସିବେ, ଆଉ ଏ ଈଶ୍ୱରଙ୍କ ଦୂତ ମାନେ ଆସିବେ ଆଉ ଅଲଗା କରିବେ ଧାର୍ମିକ ମାନଙ୍କୁ, ଦୁଷ୍ଟ ମାନଙ୍କୁ। ବାଇବଲ କହୁଛି ତାହାଙ୍କ ହାତରେ କୁଲା ଅଛି।
ଆଉ ଯେଉଁ ସମୟରେ ଗହମ ଆଉ ଅଗାଡ଼ିକୁ ଅଲଗା କରିବେ ସେଟା ଆମେ କରିବା ନାହିଁ, ସେଟା ପ୍ରଭୁ କରିବେ। ଆଉ ଯେ ଅଗାଡ଼ି ଗୁଡାକ ନିର୍ବାଣ କରିବେ ଉଡା ହବ ଲେଖା ହେଇଛି। ରାଜାଙ୍କର ବିବାହ ଭୋଜରେ ମଧ୍ୟ ଯଦିଓ ଦାମିକିଆ କପଡା ପିନ୍ଧିକି ଯାଇଥିବ କି ଯେକୌଣସି ସ୍ଥିତିରେ ମଧ୍ୟ ଯଦି ଆମେ ଦେଖିବା ଇଏ ବସ୍ତ୍ର ପିନ୍ଧିକି ଯାଇଛି, କିନ୍ତୁ ରାଜାଙ୍କର ପ୍ରସ୍ତୁତ ବିବାହ ବସ୍ତ୍ର ଛଡା ଏ ରାଜାଙ୍କର ପୁତ୍ରଙ୍କ ବିବାହ ଗୃହ ଭିତରେ ଏଇଟା ଅସମ୍ଭବ ନିଜର ବସ୍ତ୍ର ପିନ୍ଧିକି ଯିବାଟା। ଠିକ ସେଇପରି ଭାବରେ ମଣିଷ ନିଜର ବିଶ୍ୱସ୍ତତା, ଉତ୍ତମତା, ଉଦ୍ଯୋଗ କାର୍ଯ୍ୟ ଦ୍ଵାରା ଯାହା ମଧ୍ୟ ପ୍ରଭୁଙ୍କ ପାଇଁ ସେ କରିବ, ପ୍ରଭୁ କେବେ ମଧ୍ୟ ସେ ବିଷୟ ଗ୍ରହଣ କରିପାରିବେ ଅସମ୍ଭବ। ଆଜି ସକାଳେ ଆମେ ଯଦି ଏ ବିଷୟକୁ ଯଦି ଗଭୀରରେ ଚିନ୍ତା କରିବା ଭାଇ ଭଉଣୀ ମାନେ, ଯୀଶୁଙ୍କ ସହିତ ମୋର ସମ୍ପର୍କ କଣ? ମଣ୍ଡଳୀ ସହିତ ମୋର ସମ୍ପର୍କ କଣ? ଆମେ ପବିତ୍ର ମଣ୍ଡଳୀ ଭିତରେ ଆମେ ଆମର ମନ୍ତବ୍ୟ ରଖୁଛୁ, ଆମେ ଆମର ମତକୁ ଗୁରୁତ୍ୱପୂର୍ଣ୍ଣ ଦଉଛୁ, ଆମେ ଆମର ନିଷ୍ପତ୍ତିକୁ ଗୁରୁତ୍ୱପୂର୍ଣ୍ଣ ଦଉଛୁ, ଆମେ ଆମର ଚିନ୍ତାଧାରାକୁ ଗୁରୁତ୍ୱପୂର୍ଣ୍ଣ ଦଉଛୁ, ଯୋଉ ସ୍ଥିତିରେ ପରମେଶ୍ୱରଙ୍କର ବାକ୍ୟ, ପରମେଶ୍ୱରଙ୍କର ସ୍ୱର ତୁଚ୍ଛ କରି। ଆଜି ସକାଳେ ମୁଁ ମେନଲି ଯଦି କହିବାକୁ ଚାହୁଁଛି ବାପ୍ତିଜକ ଜହନଙ୍କ ବିଷୟରେ ଆଜି ମୁଁ କହିବାକୁ ଚାହୁଁଛି, ଯାହାକି ଆଜି ପଢିଛୁ। ଏ ବାପ୍ତିଜକ ଜହନଙ୍କ ବିଷୟରେ ଭାବିଲେ ବହୁତ ଆଶ୍ଚର୍ଯ୍ୟ ଲାଗୁଛି ମତେ। ଦେନ୍ ଇଏ ଗୋଟେ ବ୍ୟକ୍ତି ଯିଏକି ଖୁବ କମ ସମୟ ସେ ବଞ୍ଚିଥିଲେ ଜଗତ, କିନ୍ତୁ ଅଳ୍ପ ସମୟ ଭିତରେ ଏଇ ପ୍ରକାର କାର୍ଯ୍ୟ ଗୁଡାକ ତାଙ୍କ ଦ୍ଵାରା ହେଇଛି ଯାହାକି ଆଶ୍ଚର୍ଯ୍ୟମୟ, ଅଚିନ୍ତନୀୟ ବିଷୟ। ଅନେକ ଗୁଡ ବିଷୟ ଅଛି ତାଙ୍କ ନାଁରେ ଲେଖା ହେଇଛି, ତାଙ୍କର ଜୀବନ କାହାଣୀ ବିଷୟରେ। ସେ ବର୍ତ୍ତମାନ ଉଚ୍ଚ ସ୍ୱରରେ କହୁଛନ୍ତି କଣ ବୋଲି, ଦେଖନ୍ତୁ 19 ପଦରେ, ଆପଣ କିଏ ଏହା ଯୋହନକୁ ପଚାରି ନିମନ୍ତେ ଯୁହୁଦୀ ମାନେ ଯେତେବେଳେ ଜେରୁସାଲେମର ଯାଜକ ଲେବୀୟ ମାନଙ୍କୁ ତାଙ୍କ ନିକଟକୁ ପଠେଇଲେ, ସେତେବେଳେ ସେ ଏହି ସାକ୍ଷ୍ୟ ଦେଲେ। ସେ ସ୍ୱୀକାର କଲେ କିଏ ବାପ୍ତିଜକ ଯୋହନ କଣ ବୋଲି ସ୍ୱୀକାର କଲେ, ଅସ୍ୱୀକାର କଲେ ନାହିଁ, ସେ ସ୍ୱୀକାର କଲେ ମୁଁ ଖ୍ରୀଷ୍ଟ ନୁହେଁ। ସେଥିରେ ସେମାନେ ତାହାଙ୍କୁ ପଚାରିଲେ ତେବେ କଣ ଆପଣ ଆପଣ କଣ ଏଲିୟ? ସେ କହିଲେ ମୁଁ ନୁହେଁ। ଆପଣ କଣ ସେଇ ଭାବବାଦୀ? ସେ ଉତ୍ତର ଦେଲେ ନା। ସେଥିରେ ସେମାନେ ତାଙ୍କୁ କହିଲେ ଆମ୍ଭମାନଙ୍କୁ ପଠାଇଥିବା ଲୋକଙ୍କୁ ଯେପରି ଉତ୍ତର ଦେଇପାରୁ ଏଥିସକାଶେ ଆପଣ କିଏ, ଆପଣ ନିଜ ବିଷୟରେ କଣ କହୁଛନ୍ତି? ସେ କହିଲେ ଯିଶା ଭାବବାଦୀ ଯେପରି କହିଥିଲେ, ମୁଁ ସେହି ପ୍ରକାର ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣଙ୍କର ସ୍ୱର, ପ୍ରଭୁଙ୍କର ପଥ ସଳଖ। ବର୍ତ୍ତମାନ ଏଠି ଗୋଟେ ୱାର୍ଡ ଅଛି ପ୍ରାନ୍ତରରେ ବୋଲି। ବର୍ତ୍ତମାନ ବାପ୍ତିଜକ ଯୋହନ ହଉଛନ୍ତି ଗୋଟେ ବ୍ୟକ୍ତି ଯିଏକି ମାତାର ଉଦରରୁ ପବିତ୍ର ଆତ୍ମାକୁ ନେଇକି ସେ ଆସିଥିଲେ। ସେ ଦ୍ରାକ୍ଷା ରସକୁ ସୁରା ପାନ କରୁନଥିଲେ। ଆଉ ସ୍ପେଶାଲି ଯଦି ଆମେ ଦେଖିବା ତାହେଲେ ବାପ୍ତିଜକ ଯୋହନ ସ୍ୱତନ୍ତ୍ରତା ହଉଛି ସେ କେବେ ମଧ୍ୟ ନିଜ ପାଇଁ, ନିଜର ଶରୀର ପାଇଁ, ଜାଗତିକ ଭାବରେ ସେ ସମୟକୁ ବିତେଇ ନାହାନ୍ତି, ଯଦିଓ ସେ କମ ସମୟ ବଞ୍ଚିଲେ। ତାହେଲେ ବାଇବଲରେ ଯଦି ଲେଖା ହେଇଛି the voice of one crying out in the wilderness, ଯିଶାୟ ଭାବବାଦୀ ଯେପରି କହିଥିଲେ, ମୁଁ ସେହି ପ୍ରକାରେ ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣଙ୍କର ସ୍ୱର। ଏ ବାପ୍ତିଜକ ଯୋହନ ଉଚ୍ଚ ସ୍ୱରରେ ପ୍ରାନ୍ତରରେ ଛିଡାଇକି ପାଟି କରୁଛନ୍ତି କଣ ବୋଲି, ପ୍ରଭୁଙ୍କର ପଥ ସଳଖ କର। ଆମେ ଟିକେ ବାକ୍ୟ ଦେଖିବା, ମଲାଖୀ ପୁସ୍ତକ 3 ପ୍ରଭୁ ଯଦି ପଢିବେ ଆପଣ, ମଲାଖୀ 3 ପ୍ରଭୁର 1 ପଦ ଜଣେ କିଏ ହେଲେ ପଢନ୍ତୁ। ଦେଖ ଆମ୍ଭେ ଆପଣା ଦୂତକୁ ପ୍ରେରଣ କରୁଅଛୁ ଓ ସେ ଆମ୍ଭ ଆଗରେ ପଥ ପ୍ରସ୍ତୁତ କରିବ। ପୁଣି ତୁମେମାନେ ଯେଉଁ ପ୍ରଭୁଙ୍କର ଅନ୍ୱେଷଣ କରୁଅଛ, ସେ ଅକସ୍ମାତ୍ ଆପଣା ମନ୍ଦିରକୁ ଆସିବେ, ଆଉ
ଆଉ ନିୟମର ଯେଉଁ ଦୂତ ଠାରେ ତୁମେମାନେ ସନ୍ତୁଷ୍ଟ ଅଟ, ଦେଖ ସେ ଆସୁଅଛନ୍ତି, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ହଁ। ସ୍ପଷ୍ଟ ଭାବରେ ଯଦି ଆମେ ଦେଖିବା ତାହେଲେ ଅ ଏଇଠି ପ୍ରଭୁଙ୍କର ସେ ଆମ ଆଗରେ ପଥ ପ୍ରସ୍ତୁତ କରିବେ। ଦେନ୍ ମାତାର ଉଦରରୁ ସେ ପବିତ୍ର ଆତ୍ମା ନେଇକି ଆସିଲେ, ଲେଖା ହେଇଛି ଦ୍ରାକ୍ଷରସକୁ ସୁରାପାନ କରିନାହିଁ। ଆଉ ସେ ପ୍ରାନ୍ତର ମଧ୍ୟରେ ଅର୍ଥ କଣ? ସେ କେବେ ମଧ୍ୟ ନିଜ ପାଇଁ ବଞ୍ଚି ନାହାନ୍ତି। ନିଜର ଖୁସି, ନିଜର ଅଭିଳାଷ, ନିଜର ବ୍ୟକ୍ତିଗତ ଜୀବନକୁ ସେ ବିତେଇ ନାହାନ୍ତି। ଦେନ୍ ବାପ୍ତିକ ଜହନ ବହୁତ ସ୍ପଷ୍ଟ ଭାବରେ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମର 6 ମାସ ପୂର୍ବରୁ ଜନ୍ମ ହୋଇଥିଲେ। ଆଉ ସେ ଫାରୁସୀ ମାନଙ୍କୁ ଯେଉଁ ସବୁ ଜର୍ଦ୍ଦାନ ନଦୀରେ ବାପ୍ତିସ୍ମ ଦଉଥିଲେ, ସେ ହିଁ ଗୋଟେ ବ୍ୟକ୍ତି ଯିଏକି ଚିତ୍କାର କରି କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧର ପଳାୟନ କରିବା ନିମନ୍ତେ ତୁମକୁ କିଏ ଚେତନା ଦେଲା? ଏଣୁ ମନ ପରିବର୍ତ୍ତନ କରିବାର ଉପଯୁକ୍ତ ଫଳକୁ ଉତ୍ପନ୍ନ କର ବୋଲି ଜହନ କହୁଛନ୍ତି। ମୁଁ ସିନା ତମକୁ ମନ ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦଉଅଛି। ଯଦି ଆପଣ ମାଥ୍ୟୁ ଯଦି ପଢିବେ 2 ଲେଖା ହେଇଛି, ମୁଁ ସିନା ତୁମମାନଙ୍କୁ ମନ ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦେଉଅଛି, କିନ୍ତୁ ମୋ ଉଦ୍ଧାର ଯିଏ ଆସୁଛନ୍ତି, ମୁଁ ତାଙ୍କ ପାଦ ମଧ୍ୟ ଯୋଗ୍ୟ ନାହିଁ ମତେ ସେ ତମମାନଙ୍କୁ ଅଗ୍ନିରେ ଆର ପବିତ୍ର ଆତ୍ମାରେ ତମକୁ ବାପ୍ତିସ୍ମ ଦେବେ। ଯେମିତି ଗୋଟେ ଡାକ୍ତର ଅପରେସନ ଥିଏଟରକୁ ବସୁଛି ଅପରେସନ କରିବା, ନର୍ସ ବିନା ଡାକ୍ତର କେବେ ଅପରେସନ କରିପାରିବେ? କୋଉ ସମୟରେ କଣ ଦରକାର, ଡାକ୍ତର আর ନର୍ସ ଭିତରେ ଯୋଉ ସମ୍ପର୍କ ଅପରେସନ ଥିଏଟର ଭିତରେ ଗଲେ, ଏଠି ଯିଏ ଯାଇଛି ସେ ଜାଣିପାରିବେ। ଆଶ୍ଚର୍ଯ୍ୟ। ମୁଁ ଗୋଟେ ସମୟରେ ଅପରେସନ ଥିଏଟରକୁ ମତେ ଏଇଲେ ନେଇ ଯାଇଥିଲି, କରିବାର ଥିଲା। ସେ ଖାଲି ଏମିତି ଛିଡା ହେଇଥିବେ, ପେସେଣ୍ଟକୁ ଛୁଆ ହେଇଥିବ, ଅପରେସନ କଲା, ଖାଲି ହାତ ବଢଉଥିବେ, ଏମିତି ହାତ ଖାଲି ବଢଉଥିବେ। ଆଉ କଣ ଦରକାର, ସେ ନର୍ସ ହାତରେ ଦେଇଦେଲେ, ସେ ଆସିକି ସେଟାକୁ ଆଉଥରେ ଅପରେଟ କରୁଥିବେ। ବାପ୍ତିସ୍ମ ଜହନ ବର୍ତ୍ତମାନ କେତେ ଗୁରୁତ୍ୱପୂର୍ଣ୍ଣ ଭାବରେ ବର୍ତ୍ତମାନ ଏ ଦାୟିତ୍ୱ ପାଇଛନ୍ତି। କିନ୍ତୁ ଯଦିଓ ସେ ଯୀଶୁଙ୍କର ବିଷୟରେ ସେ ପ୍ରଚାର କରୁଛନ୍ତି, ଯଦିଓ ସେ ଯୀଶୁଙ୍କର ପୂର୍ବରୁ ସେ ଆସିକି ଯୀଶୁଙ୍କ ବିଷୟରେ ସେ ବ୍ୟାଖ୍ୟା କରୁଛନ୍ତି, ଯେ ପ୍ରଭୁଙ୍କର ଏଠି ଯଦି ଲେଖା ହେଇଛି ଯେ ସେ ପ୍ରାନ୍ତରରେ ଉଚ୍ଚ ସ୍ୱର କହୁଛନ୍ତି, ପ୍ରଭୁଙ୍କର ପଥକୁ ସଳଖ କର, ଉଚ୍ଚ ସ୍ୱର ସେ ଡାକୁଛନ୍ତି। ଆଜି ଯୀଶୁ ଖ୍ରୀଷ୍ଟ ପିତରଙ୍କୁ କଣ କହୁଛନ୍ତି? ହଁ, ମୁଁ ଆପଣଙ୍କ ମଣ୍ଡଳୀ ପଥର ଉପରେ ତଳିବି। ଏହାର ଅର୍ଥ ନାହିଁ ଯୀଶୁ ପିତରଙ୍କୁ ଡେସ୍ପାଇଜ କରୁଛନ୍ତି। ଏହାର ଅର୍ଥ ନାହିଁ ଯୀଶୁ ଖ୍ରୀଷ୍ଟ ପିତରଙ୍କୁ ତୁଚ୍ଛ କରୁଛନ୍ତି। ନାଇଁ, ପ୍ରଭୁ ଯୀଶୁ ପିତରଙ୍କୁ ମୂଲ୍ୟବାନ ଭାବରେ ପିତରଙ୍କୁ ବେଶୀ ଆଶୀର୍ବାଦ କରିଛନ୍ତି। ସେଥିପାଇଁ ପିତରଙ୍କୁ ନିର୍ଭର କରିନାହାନ୍ତି ପ୍ରଭୁ। ହେଲେ ପିତରଙ୍କ ସହିତ ସେ କେବେ ମଧ୍ୟ ଏଇ ପ୍ରକାର ଡିଲିଂସ କରୁନାହାନ୍ତି ଯେ ପିତର ତୁ ମୋର କାମ କରିବା ପାଇଁ ଦରକାର, ତୁ ମତେ ସାହାଯ୍ୟ କରେ, ସେ ତୁ ବିଶ୍ୱସ୍ତରେ ବଞ୍ଚେ। ଦେଖିଲେ ପୁଣି ତ ସରଳା ଦିଦି ଦେଖିଲେ ପୁଣି ତ। ଆଉ ତୁ ଯଦି ନିଜର ବିଶ୍ୱସ୍ତତାକୁ ଯଦି ତୁ ଦେଖିକି ଯଦି ମୋ ପାଇଁ କାମ କରିବୁ, ତାହେଲେ ସେଥିପାଇଁ ଭଲରେ ତୁ ବଞ୍ଚେ। ଯୀଶୁ ଏମିତି କରୁନାହାନ୍ତି। ଆଜି ଯେତେ ଅଧିକରୁ ଅଧିକ ସାଧୁ ପାଉଲ ମଧ୍ୟ ଆତ୍ମିକାର ବୃଦ୍ଧି ପାଇଲେ, ତାଙ୍କର ସାକ୍ଷ୍ୟରେ ଆମେ ପାଇପାରୁଛୁ, ଶୁଣି ଦେଖିପାରୁଛୁ ଯେ ସେ କହୁଛନ୍ତି ଯେ ମୁଁ ଅଧିକରୁ ଅଧିକ ମାତ୍ରାରେ ହ୍ରାସ ପାଉଛି, କିନ୍ତୁ ଆନ୍ତରିକ ଯୀଶୁ ଖ୍ରୀଷ୍ଟ ମୋ ଭିତରେ ବୃଦ୍ଧି ପାଉଛନ୍ତି। ଅବିଶ୍ୱସ୍ତ ବ୍ୟବସ୍ଥାକୁ ମାଲିକ କେବେ ଡାକି ନାହାନ୍ତି ବିଶ୍ୱସ୍ତ ବନେଇବା ପାଇଁ, କିନ୍ତୁ ଅବିଶ୍ୱସ୍ତ ବ୍ୟବସ୍ଥା ମାଲିକ ଘରେ କେତେବେଳେ ମାଲିକର ସମ୍ପତ୍ତି ଗପେଇବାକୁ ଗଲା ଭାଇ ଭଉଣୀ ଜାଣିଛନ୍ତି। ଯୋଉ ସମୟରେ ସେ ଭାବିଲା, ଆରେ ମୁଁ ତ ବର୍ତ୍ତମାନ ମାଲିକର ଯଥେଷ୍ଟ କାମ ଶିଖିଗଲି, ଏବେ ମାଲିକକୁ ମୁଁ ସାହାଯ୍ୟ କରିବା ପାଇଁ କ୍ୟାପାବିଲିଟି ହେଇଗଲି, ଏବେ ମାଲିକ ପାଇଁ କାମ କରିବାର ଉପଯୁକ୍ତ ମନୁଷ୍ୟ ମୁଁ ହେଇଗଲି। କାହିଁକି? ମୁଁ ତ ଏକ୍ସପିରିଏନ୍ସ ହେଇଗଲା ନା ମୋର। ଏବେ ମୁଁ ଅନୁଭୂତି ପାଇଲି, ମାଲିକର ସବୁ କାମକୁ ମୁଁ ଶିଖିଲି, ଏବେ ମାଲିକ ପାଇଁ ମୁଁ ଯଥେଷ୍ଟ କାମ କରିପାରିବି। ମାନେ
ସେଇଠି ମାଲିକ ପାଇଁ କାମ କରିବାର ପ୍ରକୃତ ମାଲିକର ଦୃଷ୍ଟିକୋଣ ଭାଇ ମାନେ ଜାଣିଛନ୍ତି। ଯୋଉ ସମୟରେ ସମାଗମ ତମ ବନେଇବା ପାଇଁ ପରମେଶ୍ୱର ମଶାଙ୍କର ହୃଦୟରେ ପ୍ରଥମେ ସମାଗମ ତମର ଚିତ୍ରକୁ ଦେଲେ, ସମାଗମ ତମ ବନେଇବା ପାଇଁ ସ୍ପେଶିଆଲି ଆମେ ଜାଣିଛୁ ଶୁଣିକି ଆସିଛୁ ବାଇବଲରେ ଦେଖୁଛୁ ଅହଲ୍ୟା ବାରେ ବର୍ଷେଲରେ ସେମାନେ 2 ଜଣ ଲିଡର ଭାବରେ ସେମାନେ କାମ କଲେ। କିନ୍ତୁ ଏ ଅହଲ୍ୟା ବାରେ ବର୍ଷେଲ ଏ ସମାଗମ ତମକୁ ତିଆରି କଲା ସମୟରେ ପ୍ରତ୍ୟେକ ବିଷୟ ଏଭ୍ରିଥିଙ୍ଗ ସବୁ ବିଷୟର ମଶାଙ୍କ ଠାରୁ ପଚାରିକି ସେମାନେ କରୁଥିଲେ। ମଶାଙ୍କ ଠାରୁ ପଚାରିକି ସେମାନେ କରୁଥିଲେ। ଦେନ ଅବିଶ୍ୱସ୍ତ ବ୍ୟବସ୍ଥା କେତେବେଳେ ମାଲିକକୁ କଷ୍ଟ ଦଉଛି ଜାଣିଛନ୍ତି, ବା ମାଲିକ ସମ୍ପତ୍ତି ଗପେଇବ କେତେବେଳେ କରୁଛି ଅବିଶ୍ୱସ୍ତ ବ୍ୟବସ୍ଥା ବୋଲି ମାଲିକ କହୁଛନ୍ତି। ଯେଉଁ ସରେ ଅବିଶ୍ୱସ୍ତ ବ୍ୟବସ୍ଥା ଭାବୁଛି ଯେ ମୁଁ ଏକ୍ସପିରିଏନ୍ସ ହେଇଗଲା ମୋର, କଥା ମୁଁ ଜାଣିଲି, ମୁଁ ଜାଣିଛି କେମିତି କାମ କରିବାଟା। এই ବିଷୟକୁ ରିଲେଟେଡ କରିକି ପାଷ୍ଟରଙ୍କର ଗୋଟେ କାହାଣୀ ମତେ ମନେ ପଡୁଛି ଆଜି ସକାଳେ। ଯେ ଗୋଟେ ମାଲିକ ଆପଣ ଦାସକୁ ସେ ଚାକରୁ ସେ କହିଲା, ଆଉ କଣ ବୋଲି କହିଲା, ତା ହାତରେ କେତେ ଚାଇନିଜ କେବିଜିକୁ ଦେଲା ସେ କବି, ଚାଇନିଜ କବିକୁ ସେ ଦେଲା ଆଉ କହିଲା ତୁ ଗୋଟେ ଚାଇନିଜ କେବିଜି ଏ ଜମିରେ ତୁ ଚାଷ କରିବୁ, ମୁଁ ଯାଉଛି ସହରକୁ, ମୁଁ 100 ଡେଟରେ ମୁଁ ଫେରିବି। ତ ଯୋଉ ଜମିକୁ ଦେଖେଇଲା ବର୍ତ୍ତମାନ ମାଲିକ ଚାଇନିଜ କେବିଜିକୁ ଲଗେଇବା ପାଇଁ, ସେ ଜମି ହଉଛି ବାଲି ଜମି। ମାଲିକ ଗଲା ପରେ ଏ ଚାକର ପାଖରେ ଯୋଉ ଚାଇନିଜ କେବିଜି ଅଛି ଲଗେଇବା ପାଇଁ, ଇଏ ଭାବୁଛି ଦେଖ ମୋର ମାଲିକ ଟିକେ ମୂର୍ଖଟା କି, ଏଠି ଚାଇନା ଚାଇନା କବି ଲଗେଇଲେ କଣ ଭଲ ହବ? ସେ କଣ କଲା ଜାଣିଛନ୍ତି, ସେ ବାଦାମ ଲଗେଇଲା, ଚିନା ବାଦାମ ଲଗେଇଲା। ସେ ସ୍ପେଶାଲି ବାଲିର ଜମିରେ ବାଦାମ ଲଗେଇଲେ ଭଲ ହୋଇଥାଏ ନା। ମାଲିକ ଫେରିଗଲା, ମାଲିକ ଫେରିଗଲା ପରେ ବେଶୀ ଗୋଟେ ଟଙ୍କାକୁ ସେ ଲାଭ କରୁଥିଲା, କିଏ? ସେ ଚାକର। ତ ଯେତେବେଳେ ବେଶୀ ଗୋଟେ ଟଙ୍କାକୁ ସେ ଯାଇକି ମାଲିକ ହାତରେ ଦଉଛି ଏମିତି କରିକି, ଦେଖନ୍ତୁ ମାଲିକ ମୁଁ ଏତେ ଟଙ୍କା ଲାଭ କରୁଛି, ମାଲିକ ତାକୁ ବେଶୀ ଜୋର ଚାପଡ଼ା ତାକୁ ତୁ ଦୁଷ୍ଟଟା। ଆରେ ଚାକର ଭାବୁଛି ମୁଁ ଯେତିକି ଭାବିଥିବେ ତାଠୁ ଅଧିକ ମୁଁ ଲାଭ କରିକି ମାଲିକ ହାତରେ ପଇସା ଦେଲି, ମାଲିକ ମତେ କଣ ଦୁଷ୍ଟ ବୋଲି କହୁଛନ୍ତି, ମାଲିକ କାହିଁ ମତେ ରାଗୁଛନ୍ତି? ମାଲିକ କହିଲେ ମୋର ଫୋକସ ପଇସା ତୁ ମତେ ହାତରେ ଦେ ବୋଲି ତତେ ମୁଁ ଏଇଟା ଚାଷ କରିବା ପାଇଁ ଦେଇନଥିଲି। ମୁଁ ତତେ ଚାଇନିଜ କେବେଜ ଦେଲି ଲଗେଇବା, ତୁ ମୋର ଚାକର, ତୁ ଜାଣିଛୁ ଏଇ ବାଲିର ଜମିରେ ଚାଇନିଜ କେବେଜ ଅଧିକ ବାଦାମ ଭଲରେ ହବ, ମୁଁ ଜାଣିନଥିଲି। କିନ୍ତୁ ମୁଁ କାହିଁକି ଜାଣି ଶୁଣିକି ତତେ ଏଟା ଦେଲି, ମୁଁ ଦେଖିବାକୁ ଚାହୁଁଥିଲି ତୋର ଫୋକସ କଣ, ତୁ କଣ ମୋର ଶୁଣୁଛୁ କି ନାହିଁ। ମତେ ଲାଭ ଦରକାର ନଥିଲା, ମୁଁ ଜାଣିବାକୁ ଚାହୁଁଥିଲି ତୁ ମୋର ଶୁଣୁଛୁ କି ନାହିଁ। ଯଦି ମୋର ବାକ୍ୟ ତୋ ପାଖରେ ଯଦି ଥାନ୍ତା, ତାହେଲେ ତୁ ତୋର ନିଜର ବୁଦ୍ଧିକୁ ଆପ୍ଲାଏ ନ କରିକି ତୁ ମୋର ବାକ୍ୟକୁ ସଫଳ କରିବା ପାଇଁ ତୁ ବାଲିର ଜମିରେ ଚାଇନା କେବେଜ ବି ଲଗେଇଥାନ୍ତୁ। ହଁ, ଏଇ ଜାଗାରେ ଆମେ ଗୋଟେ ବିଷୟ ପାଇପାରିବା, କୋଉ ଲୋକମାନେ ବର୍ତ୍ତମାନ ମାଲିକକୁ ବିରୋଧ କରିବା ପାଇଁ ଅଭିଯୋଗ କରିବା ପାଇଁ ଆରମ୍ଭ କଲେ। ଆରେ ଏମାନେ ସକାଳଠୁ ପରିଶ୍ରମ, ଏମାନେ ଏବେ କମ ସମୟ ଆସିଲେ, ଏମାନଙ୍କୁ ମଧ୍ୟ 8 ଅଣା ଦେଲେ, ଆମେ ଦିନ ସାରା ଖଟିଲୁ, ଆମକୁ ମଧ୍ୟ 8 ଅଣା ଦେଲେ, ଏଟା କି କଥା? ଏଟା ମାଲିକ ଭୁଲ କରୁଛନ୍ତି, ଏଟା ଏଟା ଅନ୍ୟାୟ ବିଚାର, ଏଟା ନ୍ୟାୟ ନାହିଁ। ମାଲିକ କହୁଛନ୍ତି ଆରେ ମୁଁ ତମ ସହିତ 8 ଅଣା ଚୁକ୍ତି କରିଥିଲି, ତମକୁ ଦେଲି, ତମେ ଯାଅ ଖୁସିରେ, ତମ ସହିତ ମୋର ଚୁକ୍ତି 8 ଅଣା ହେଇଥିଲା, ତେଣୁ ତମକୁ ଦେଲି ତମ କାମ ହିସାବରେ, ବାକି ରେଷ୍ଟ ହଉଛ ଲୋକମାନଙ୍କୁ ମୁଁ ଡାକିଲି, ମୋର ଇଚ୍ଛା, ସମ୍ପତ୍ତି ମୋର ନା, ମୁଁ ଯାହାକୁ ଯେତିକି ଇଚ୍ଛା ଦେବା ପାଇଁ ମୁଁ ଦେବି, ମୋର ଇଚ୍ଛା ନାହିଁ, ମୋର କଣ ଅଧିକାର ନାହିଁ ନା? ମୁଁ ସେମାନଙ୍କ ସହିତ ତମକୁ ସମାନ କଲି କହି ତମେ ରାଗୁଛ ମତେ? ମାଲିକ କହୁଛୁ। ଭାଇ ଭଉଣୀ ମାନେ, କୋଉ ସମୟରେ ସ୍ପିରିଚୁଆଲ ଡିଷ୍ଟ୍ରକ୍ସନ ହେଇଥାଏ ଜାଣିଛନ୍ତି? ଗୋଟେ ଧାର୍ମିକ ଲୋକ ପାଇଁ ଗୋଟେ ପୁନର୍ଜନ୍ମ ଖ୍ରୀଷ୍ଟିଆନର ଆତ୍ମିକ ଧ୍ୱଂସ ହେଇନଥାଏ, ସେ କିଛି ଭୁଲ କରିବା ଦ୍ଵାରା, କିଛି ମିଷ୍ଟେକ୍ କରିବା ଦ୍ଵାରା। କିନ୍ତୁ କ୍ରମାଗତ ଭାବରେ ଯୋଉ କର୍ତ୍ତା ମାନେ ଦାସ ମାନେ ଭାବିଲେ, ହଁ ଆମେ
ମାଲିକର ପାଇଁ କାମ କରିବା ପାଇଁ ଆସିଛୁ, 8 ଅଣା ଚୁକ୍ତି ଦେଇଛନ୍ତି। ଏମାନଙ୍କର ହୃଦୟରେ ମାଲିକର ବାକ୍ୟ ଉଡି ଯାଇଛି ବର୍ତ୍ତମାନ। ଏମାନଙ୍କ ଭିତରେ ମାଲିକର ବାକ୍ୟ ନାହିଁ ଆଉ। 8 ଅଣା ତମେ ଚୁକ୍ତି କରୁଛ ବାକ୍ୟ, ଏମାନଙ୍କ ଭିତରେ କଣ ଭର୍ତ୍ତି ହେଇକି ଅଛି? କେତେ ପରିମାଣରେ ଆମେ କାମ କରୁଛୁ। କାମର କାମକୁ ଫୋକସ କରିକି ମାଲିକ ଡାକି ନଥିଲେ। କିଏ କେତିକି କାମ କରିବ ଯଦି ସେଇଟା ଫୋକସ ଥାନ୍ତା, ତାହେଲେ କାହିଁକି ଅନନେସେସାରିଲି ବର୍ତ୍ତମାନ ମାଲିକ 3ଟା ସମୟରେ, 12ଟା ସମୟରେ, 5ଟା ସମୟରେ ଧରିକି ଆଇଲି? ଯଦି ଗୁଡ ନ୍ୟୁଜ ବିଷୟରେ ଯଦି ଷ୍ଟେଟମେଣ୍ଟ ଲୋକ ଶୁଣୁଛୁ, ତାହେଲେ ଲୋକ କଣ କହୁଛନ୍ତି? ଗୁଡ ନ୍ୟୁଜ ବାକ୍ୟ ଭଲ ଯେ ଲୋକ ପରା ଭଲ ନାହାନ୍ତି, ଲୋକଙ୍କର ବ୍ୟବହାର ଭଲ ନାହିଁ, ସେଥିପାଇଁ ଯାଉନୁ ଆମେ। ବାକ୍ୟ କିନ୍ତୁ ବଢିଆ। ଠିକ କହୁଛନ୍ତି ସେମାନେ। ଏ 12ଟା ସମୟରେ ଯିବା ଲୋକ, 3ଟା ସମୟରେ ଯିବା ଲୋକ, 5ଟା ସମୟରେ ଯିବା ଲୋକ, ମାଲିକର କ୍ଷେତ୍ରରୁ କାମ କରିବା ପାଇଁ ନିଷ୍କର୍ମା ଲୋକମାନେ, ୟୁଜଲେସ୍ ଲୋକମାନେ, କିଏ ମଧ୍ୟ ଆଙ୍କୁ ହାଇର କରିକି ନେବା ପାଇଁ ଚାହୁଁନଥିଲେ। ସେଥିପାଇଁ ସେମାନେ ଛିଡା ହେଇକି ରହିଲେ। ମାଲିକ କହୁଛନ୍ତି, ଆରେ ତମେ କାହିଁକି, ତମ କିଏ ନାଇଁ ନାଇଁ, ଆସ ଆସ ମୋ ସହିତ ଆସ। କିନ୍ତୁ ଯୋଉମାନେ 9ଟା ସମୟରେ ଯାଇଛନ୍ତି, ଯଦିଓ ତାଙ୍କ ସହିତ ଚୁକ୍ତି 8 ଅଣା ଲେଖା ହେଇଥିଲା, ସେମାନେ ବର୍ତ୍ତମାନ କଣ ଭାବୁଛନ୍ତି, କହୁଛନ୍ତି ତାଙ୍କ ହୃଦୟ ଭିତରେ ଚାଲିଛି ଏବେ, ଆରେ ଆମେ ଏତେ କାମ କଲୁ, ସେ ଯେତିକି କାମ କରନ୍ତୁ, କାମ କରିବାର ସର୍ତ୍ତ ଦେଇଥିଲେ ମାଲିକ, ନା 8 ଅଣା ଚୁକ୍ତି ତମକୁ ଦେବି ମୁଁ। ଏମାନେ କାହିଁକି ବର୍ତ୍ତମାନ ମାଲିକକୁ ବିରୋଧ କରୁଛନ୍ତି? କମ ସମୟ କାମ କରିବା ଲୋକକୁ ମଧ୍ୟ ସମାନ ଦେଲେ କହିକି। ଏମାନେ ନିଜକୁ ବର୍ତ୍ତମାନ ସେମାନେ ଏଭଳି ଲୋକ ବୋଲି ପାଉଛନ୍ତି। ନିଜକୁ ସେମାନେ ଗୋଟେ ଯୋଗ୍ୟ ଲୋକ, ଯିଏକି କାମ କରିବା ଲୋକ ଭାବୁଛନ୍ତି। ଟିକେ ମନେ ପକାନ୍ତୁ, କିଛି ସମୟ ଗଲା ପୂର୍ବରୁ ଏମାନେ ନିଷ୍କର୍ମ ହେଇକି ବଜାରରେ ଛିଡ଼ା ହେଇଥିଲେ, କିଏ ମଧ୍ୟ ଆଙ୍କୁ ନଉନଥିଲା। ତାର ସେ ସ୍ଥିତି ଭୁଲିଗଲେ ବର୍ତ୍ତମାନ। ପ୍ରଭୁ କାହିଁକି ପିତରଙ୍କୁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ କରିବା ପାଇଁ ବନେଇଲେ ଜାଣିଛନ୍ତି? କାହିଁକି ପ୍ରଭୁ ଯୀଶୁ ପିତରଙ୍କୁ ବନେଇଲେ ସମସ୍ତଙ୍କ ସାମ୍ନାରେ ଯୀଶୁଙ୍କୁ ଅସ୍ୱୀକାର କରିବା ବ୍ୟକ୍ତି ସଦୃଶ? କାରଣ ପିତର ଯେପରି ତାର ଆତ୍ମିକ ଜୀବନରେ ଯୀଶୁଙ୍କ ସହିତ ଯେଉଁ ସାର ସେ ବଞ୍ଚିଲେ, ପରବର୍ତ୍ତୀ ସମୟରେ ପିତରଙ୍କର ମନେ ପଡୁଥିବ, ଆରେ ମୁଁ କେମିତି ଭାବି ପାରିବି ମୁଁ ଯୀଶୁଙ୍କର ସାହାଯ୍ୟକାରୀ। ମୁଁ ତ ସେ ସମୟରେ ଯୀଶୁଙ୍କୁ ଅସ୍ୱୀକାର କରୁଥିଲି, ମୁଁ ତ ସେଇ ସମୟରେ ଯୀଶୁଙ୍କୁ ବିରୋଧ କରୁଥିଲି, ମୁଁ ତ ସେଇ ସମୟରେ ଯୀଶୁ ଖ୍ରୀଷ୍ଟଙ୍କଠୁ ଅଧିକ ମୁଁ ନିଜକୁ ବିଶ୍ୱାସ କରୁଥିଲି। ସେ ସ୍ମରଣ ଗୁଡାକ ଏବେ ତାକୁ ଯଥେଷ୍ଟ ସାହାଯ୍ୟ କରୁଛି ଆର କଲା, ତାକୁ ଗୁରୁତ୍ୱପୂର୍ଣ୍ଣ ନ ଦେବା। ମୋର ହୃଦୟର ସ୍ଥିତିକୁ ମୁଁ ଯେତେବେଳେ ଦେଖୁଛି, ମୁଁ ମଧ୍ୟ ମନରେ ଛାଡ଼ିଲା ପୂର୍ବରୁ ମୋର ହୃଦୟ ବେଶୀ ଉଚ୍ଚ, ବହୁତ ଧାର୍ମିକ। କଣରେ? ନିଜକୁ ଠିକ, ନିଜକୁ ବିଶ୍ୱାସ କରିବା ସ୍ଥିତିରେ ମୁଁ ଧାର୍ମିକ ହଉଥିଲି। କଣ ବୋଲି ମୁଁ ଜାଣିଛି, ମୁଁ ସିନିୟର ପାଷ୍ଟର, ମୁଁ ଜାଣିଛି ମ୍ୟାନେଜମେଣ୍ଟ କରିବା ପାଇଁ। ହେଲେ ପରମେଶ୍ୱର ଦାସଙ୍କ ସହିତ ମୋର ସମ୍ପର୍କ ହୃଦୟରେ ନାହିଁ। ମୋର ଏକ୍ସପିରିଏନ୍ସ ମତେ ବନେଇଲା ପାଷ୍ଟରଙ୍କ ଠାରୁ ବିଚ୍ଛିନ୍ନ ହେବା ପାଇଁ, ମୋର କାର୍ଯ୍ୟ ମତେ ବନେଇଲା ପାଷ୍ଟରଙ୍କ ଠାରୁ ଦୂରକୁ ଯିବା ପାଇଁ, ମୋର ବିଶ୍ୱସ୍ତ ଜୀବନ ପାଷ୍ଟରଙ୍କ ଠାରୁ ଅଲଗା କରିବା ପାଇଁ ମତେ ବନେଇଲା। ହେଲେ ନିଜକୁ ବିଶ୍ୱାସ କରିବାର ହୃଦୟ ବୃଦ୍ଧି ପାଇଲା, କିନ୍ତୁ ପ୍ରଭୁଙ୍କ ଦାସଙ୍କର ସ୍ୱର ଶୁଣିବାର ମାତ୍ରା ହ୍ରାସ ପାଇ ଚାଲିଲା। ଏବେ ଯୋଉ ଦିନ ସାରା ଏମାନେ କାମ କରିବା ଲୋକମାନଙ୍କୁ ନେଇଥିଲେ, ଏମାନେ ନିଜର ସ୍ଥିତିକୁ ଭୁଲି ଯାଉଛନ୍ତି। କଣ ଏମାନେ ନିଷ୍କର୍ମ ହେଇକି ଛିଡା ହେଇଛନ୍ତି, କିଏ ବି ଆକୁ ନଉନାହାନ୍ତି। ମାଲିକ ଏମାନଙ୍କୁ ଅନୁଗ୍ରହ ଦେଲେ, କିନ୍ତୁ ସେ ଅନୁଗ୍ରହଠୁ ସେମାନେ ବଞ୍ଚିତ ହେଇକି ବର୍ତ୍ତମାନ ଅନୁଗ୍ରହରୁ ବର୍ତ୍ତମାନ ବାହାରିକି ସେମାନେ ଗୋଟେ ଏବୁଲ ଲୋକ ହେଇଗଲେ, କାମ କରିବା ଲୋକ ହେଇଗଲେ। ମୁଁ ପଚାରିବାକୁ ଚାହୁଁଛି, ସେମାନଙ୍କ ଭିତରେ ଯଦି ଆମେ ନିଷ୍କର୍ମା ହେଇକି ଛିଡା ହେଇଥିଲୁ, କିଏ ମଧ୍ୟ ଆମକୁ ନଉନଥିଲେ, ସେ ସ୍ଥିତି ଯଦି ସେ ହୃଦୟ ଥାନ୍ତା, ତାହେଲେ ଏମାନେ କେବେ କହିପାରିଥାନ୍ତେ, ମାଲିକ ଆମେ ଯେତିକି କାମ କଲୁ ଆମକୁ ସେତିକି ଦେଲ, ସେମାନେ କମ କାମ କଲେ ସେମାନଙ୍କୁ ମଧ୍ୟ ସେତିକି ଦେଲ, କି କଥା ଏଇଟା? ଏଇଟା କେମିତି ପାଟିରୁ ବାହାରି ପାରିଥାନ୍ତା? କାରଣ ଏମାନେ ବର୍ତ୍ତମାନ ଅଲରେଡି ବର୍ତ୍ତମାନ ଫରକ କରିସାରିଲେଣି, ନିଜକୁ ସେମାନେ ଏକ୍ସଟ୍ରା ଜାଗାରେ ନେଇ ସାରିଲେ। 3 କୋଟି ଋଣ ଦେବା ମାଲିକର ହୃଦୟକୁ ସେ ଦାସ ବୁଝି ପାରିଲା ନାହିଁ। 3 କୋଟି ଋଣ କ୍ଷମା ହେଇଗଲା କହିକି ସେ ଖାଲି ଖୁସି ହେଲା, ମାତ୍ର ମାଲିକର ହୃଦୟକୁ ସେ ଜାଣିପାରିଲା ନାହିଁ ଯେ କାହିଁକି ମତେ 3 କୋଟି ଋଣ ଛାଡିଦେଲେ, କଣ ପାଇଁ ମତେ ଦିଆଯାଇଥିଲା, ମତେ ସୁଝିବା ପାଇଁ ଦିଆଯାଇଥିଲା। ଏ 3 କୋଟି ଋଣ ଇଏ ସୁଝୁ ବୋଲି କହିକି ମାଲିକ ଦେଇନଥିଲେ। ଏ ମାଲିକ ଗୋଟେ ଆଶ୍ଚର୍ଯ୍ୟ ମାଲିକ, ଭାଇ ଭଉଣୀ ମାନେ ପାଇଗଲେ। ଏ ମାଲିକର ହୃଦୟକୁ ଦେଖିଲେ ମତେ ଆଶ୍ଚର୍ଯ୍ୟ ଲାଗୁଛି
ଯେ ଏ 3 କୋଟି ଋଣ 3 କୋଟି ତାର ସମ୍ପତ୍ତି ନଷ୍ଟ ହେଲେ ହଉ ମତେ 3 କୋଟି ଋଣ 3 କୋଟି ସମ୍ପତ୍ତି ନଷ୍ଟ ହେଲେ ମଧ୍ୟ ଚଳିବ, ମାତ୍ର ସେ ଚାହୁଁଥିଲେ ସେ ଦାସରୁ ଗୋଟେ ବିଷୟ ଶୁଣିବା ପାଇଁ। କଣ ଜାଣିଛନ୍ତି? ମୁଁ ପାରିବି ନାହିଁ। ଆପଣ ଯୋଉ 3 କୋଟି ଋଣ ଦେଇଛନ୍ତି ପ୍ରଭୁ, ମୁଁ ସୁଝି ପାରିବି ନାହିଁ। ଏଇଟା ଶୁଣିବା ପାଇଁ ମାଲିକ ତାକୁ 3 କୋଟି ଋଣ ଦେଇଥିଲେ। ମୋର କିଏ ସାହାଯ୍ୟକାରୀ ନାହିଁ, ଜଳ କମ୍ପିବା ସମୟରେ ଜଳ ନିକଟକୁ ଘେରି ଯିବା ପାଇଁ ମୋର କିଏ ନାହିଁ। ଏଇଟା ଶୁଣିକି ଯୀଶୁ କେତେ ଖୁସି ହେଇଥିବେ। ହେ ପ୍ରଭୁ, ଆପଣଙ୍କ ରାଜ୍ୟ ଗଲାବେଳେ ମତେ ଟିକେ ସ୍ମରଣ କର। ଯୀଶୁ କେତେ ଖୁସି ହେଇଥିବେ। ସେଥିପାଇଁ ସେ କହିଲେ, ଆଜି ତୁ ମୋ ସହିତ ପାରଦର୍ଶରେ ଉପସ୍ଥିତ ହବୁ। ଆଜି ପ୍ରଭୁ ଆମଠାରୁ କଣ ଶୁଣିବା ପାଇଁ ଚାହୁଁଛନ୍ତି? ଅବିଶ୍ୱାସ ବ୍ୟବସ୍ଥା ମତେ ଭାବୁଛି, ଆରେ ମୁଁ ମାଲିକର ସମ୍ପତ୍ତି ଗପିବ କରିଦେଲି। କାହିଁକି? ଯୋଉ ସମୟରେ ସେ ମାଲିକ ଘର ରହିଲା, ମାଲିକ ପାଇଁ କାମ କଲା, ଧୀରେ 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 ତାର ହୃଦୟ ଉଚ୍ଚକୁ ହେଇଗଲା। ହଁ, ଏବେ ମୁଁ ଜାଣିଲି। ଏବେ ସେ ଗୋଟେ ଲୋକ ଯିଏ କି ମାଲିକର ସ୍ୱର ନ ଶୁଣିକି ମଧ୍ୟ, ମାଲିକ ସହିତ ସଂଯୁକ୍ତ ହୃଦୟରେ ନ ହେଇକି ମଧ୍ୟ ମାଲିକ ପାଇଁ କାମ କରିବା ଲୋକ ହେଇଗଲା। ସେ ଏଇଟା ହଉଛି ମାଲିକର ସହ ଆଘାତ କରିବାଟା। ବାଇବଲରେ ଜୋଆବ ମଧ୍ୟ ଗୋଟେ ଲୋକ ଯିଏ କି ଦାଉଦଙ୍କର ଅତି ନିକଟବର୍ତ୍ତୀ ସେନାପତି ଥିଲା। କିନ୍ତୁ ଜୋଆବ ହଉଛି ଲୋକ ଯିଏ ଦାଉଦଙ୍କ ପାଇଁ ବାହ୍ୟ ଭାବରେ ଦେଖାଯାଉଥିଲା କାମ କଲା। ଦାଉଦଙ୍କ ପାଇଁ ଯୁଦ୍ଧ କରିବାକୁ ଯାଉଛି ସେ, ଦାଉଦଙ୍କ ପାଇଁ ଲଢେଇ କରିବାକୁ ଚାହୁଁଛି, ଦାଉଦଙ୍କ ପାଇଁ ଅନେକ ଗୋଟେ ବିଷୟ ଭଲ କରିବାକୁ ଚାହୁଁଛି ସେ, ନା ନାଇଁ? ମାତ୍ର ଚିନ୍ତା କରନ୍ତୁ ଭାଇ, ଦାଉଦ ଦିନେ କହିଲେ, ମୋର ପୁଅ ଅବସାଲାମକୁ ତମେ କିଏ ବି କିଛି କରିବ ନାହିଁ। ସେ ଯଦି ମୋ ବିରୁଦ୍ଧରେ ଯାଉଛି, ଯଦି ମୋର ବିରୁଦ୍ଧରେ ଶତ୍ରୁତା କରୁଛି, ସେ ଜାଣିନାହିଁ, ତାକୁ ଛୁଇଁବ ନାହିଁ। ଏ ସେନାପତି ଜୋଆବ ଯାଇକି ଅବସାଲାମକୁ ସେ ହତ୍ୟା କଲା। ଦାଉଦଙ୍କୁ କେତେ ଆଘାତ ଲାଗିଲା, ଦାଉଦ କେତେ କଷ୍ଟ ପାଇଲେ। ସେଥିପାଇଁ ଦ୍ୱିତୀୟ ସାମୁଏଲ 18 ପରେ କାନ୍ଦୁଛନ୍ତି ଦାଉଦ, ହାୟ ଆମର ପୁତ୍ର ଅବସାଲାମ, ହାୟ ଆମର ପୁତ୍ର ଅବସାଲାମ, ତୁମ୍ଭ ବଦଳରେ ଆମେ ମରିଥିଲେ ଭଲ ହେଇଥାନ୍ତା। ଆଜି ଆମେ ଯଦି ଏ ବିଷୟରେ ଚିନ୍ତା କରିବା, ତାହେଲେ ଆମେ ଜାଣିପାରିବା ଗୋଟେ ବିଷୟ, ଆତ୍ମିକ ଜୀବନରେ କଣ ଠିକ କରିବାଟା, କଣ ଭୁଲ କରିବାଟା ଫୋକସ ନାହିଁ ପ୍ରଭୁ। ଆତ୍ମିକ ଜୀବନରେ କିଏ କେତେ କାମ କରୁଛି ସେଇଟା ମଧ୍ୟ ଫୋକସ ନାହିଁ ପ୍ରଭୁ। କିଏ କେତେ ସମୟ କାମ କଲା ସେଇଟା ଫୋକସ ନାହିଁ। କିନ୍ତୁ ଆତ୍ମିକ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅଂଶ ହଉଛି କଣ? ଯୀଶୁ କହିଲେ ପିତରକୁ, ମୁଁ ଆପଣା ମଣ୍ଡଳୀ ପଥର ଉପରେ ତୋଳିବି। ମୋର ଜାଗା କଣ? ପିତରଙ୍କ ଜାଗା କଣ? ପିତରଙ୍କ ଜାଗା ହଉଛି ଯୀଶୁଙ୍କର ସ୍ୱର ଶୁଣିକି ବଞ୍ଚିବେ ସେ। ତାଙ୍କର ଆତ୍ମିକ ଜୀବନ, ତାଙ୍କର ସମୃଦ୍ଧିଶାଳୀ, ତାଙ୍କର ବିଶ୍ୱାସର ଜୀବନ, ତାଙ୍କର ପ୍ରତ୍ୟେକ ବିଷୟ ଯୀଶୁଙ୍କ ଠାରୁ ଆସିବା ଦରକାର। ଆଜି ଆମର ମଧ୍ୟ ସମାନ ଲାଇଫ। ବାପ୍ତିସ୍ମ ଜୋହନ ପ୍ରାନ୍ତରରେ ଛିଡା ହେଇକି ଚିତ୍କାର କରୁଛନ୍ତି। ଯଦି ଆପଣ ଦିଶା ପୁସ୍ତକ 40 ପର୍ବ ଖୋଲିବେ, ତାହେଲେ ସେଇଠି ମଧ୍ୟ ଗୋଟେ ବାକ୍ୟ ପାଇବେ ଆପଣ, 3 ପଦ। ଜଣେ କିଏ ପଢନ୍ତୁ, ଦିଶା 40 ପର୍ବର 3 ପଦରେ କଣ ଲେଖା ହେଇଛି ପଢିବେ କି କିଏ? ପଢନ୍ତୁ କିଏ ଜଣେ? ପାଷ୍ଟ ବାହାର ଯିବୁ ପା। କିଏ ଜଣେ ପଢନ୍ତୁ, ଦିଶା 40 ପର୍ବର 3 ପଦ। ଏକ ଜଣର ରବ ପ୍ରଚାର କରଇ, ତୁମେମାନେ ପ୍ରାନ୍ତରରେ ସଦାପ୍ରଭୁଙ୍କ ପଥ ପ୍ରସ୍ତୁତ କର। ମରୁଭୂମି ମଧ୍ୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିମନ୍ତେ ରାଜପଥ ସଳଖ କର। ହଁ, ଏ ବାକ୍ୟରେ ଆମେ ଗୋଟେ ବିଷୟ ପାଇପାରୁଛୁ, ଏକ ଜଣର ରବ ପ୍ରଚାର କର, ତୁମେ ମାନେ ପ୍ରାନ୍ତରରେ ସଦା ପ୍ରଭୁଙ୍କ ପଥ ପ୍ରସ୍ତୁତ କର। ୱିଲଡରନେସ, ପ୍ରାନ୍ତରରେ। ହଁ, ୟାର ଅର୍ଥ ଆମେ ବୁଝିପାରିବା, ଆତ୍ମିକ ମନୁଷ୍ୟ, ଆତ୍ମିକ ଲିଡର ମାନେ ଭୋଗ ବିଳାସ, ଆରାମଦାୟକ ଜୀବନ, ଶାରୀରିକ ସୁଖାବାସୀ ଭାବରେ ବଞ୍ଚିବାର ଜୀବନ ପ୍ରଭୁ ଚାହୁଁନାହାନ୍ତି। ମୁଁ କଣ ପାଇଁ କ୍ରମାଗତରେ ଗାଳି ଶୁଣିଲି ଚର୍ଚ୍ଚରୁ,
ହଁ ମତେ ପ୍ରାନ୍ତରରେ ମତେ ଚିତ୍କାର କରିବା ଦରକାର। ମଣ୍ଡଳୀ ଭିତରେ ଯୋଉ ସେଟା ମାନେ ପ୍ରତ୍ୟେକ ବିଷୟକୁ ଯଦି ଆମେ ଦେଖୁଛୁ ତାହେଲେ ସେଠି ମୋର ଆତ୍ମିକ ଜୀବନରେ ମୋର ପାଖରେ ସମୟ ଥିବା ନିହାତି ଆବଶ୍ୟକ ଅଟେ ମଣ୍ଡଳୀ ଠାରୁ ଗାଇଡାନ୍ସ ପାଇବା ପାଇଁ। ପରମେଶ୍ୱର ଦାସଙ୍କ ଠାରୁ ମତେ ଅନୁଯୋଗ ସହିତ ପରମେଶ୍ୱର ଦାସ ମତେ ଗାଇଡ କରିବା ଆବଶ୍ୟକ ସମୟକୁ ମତେ କଟିବା ଦରକାର। ମୁଁ କେତେ ଏକ୍ସପିରିଏନ୍ସ ହୋଲ୍ଡର ହେଇଗଲି, ମୁଁ କେତେ ଜଣାଶୁଣା ଲୋକ ହେଇଗଲି, ମୁଁ କେତେ ବୁଦ୍ଧିମାନ ଲୋକ ହେଇଗଲି ଯେ ମତେ ପରମେଶ୍ୱରଙ୍କର ସ୍ୱର ବିନା ମଧ୍ୟ ପରମେଶ୍ୱରଙ୍କର ଅନୁଗ୍ରହ ବିନା ମଧ୍ୟ ମୁଁ ଯଥେଷ୍ଟ ଭାବରେ ମୁଁ କାମ କରିପାରିବି। ଏଇଟା ଅସମ୍ଭବ। ଏଇଟା ହଉଛି ପ୍ରକୃତିରେ ଅଆତ୍ମିକତାର ପରିଚୟ। ଆଜି ବାସ୍ତବିକ ଜହର ବର୍ତ୍ତମାନ ଚିଲଉଛନ୍ତି ଏ ଜାଗାରେ। ହଁ ବର୍ତ୍ତମାନ ମରୁଭୂମି ମଧ୍ୟରେ ଆମ ମାନଙ୍କ ପରମେଶ୍ୱରଙ୍କର ନିମନ୍ତେ ରାଜପଥ ସଳଖ କର। ଯୋଉ ସହରରେ ବାସ୍ତବିକ ଜହନ ଯୀଶୁଙ୍କ ବିଷୟରେ ସେ ସାକ୍ଷ୍ୟ ଦଉଛନ୍ତି। ଜହନ 1:4 ଲେଖା ହେଇଛି ସେ ନିଜେ ଜ୍ୟୋତି ନଥିଲେ କିନ୍ତୁ ଜ୍ୟୋତି ବିଷୟରେ ସାକ୍ଷ୍ୟ ଦେବା ନିମନ୍ତେ ସେ ଆସିଥିଲେ। ହଁ ଆମର ଜୀବନ କାଳ ଭିତରେ ଆମେ ଯୋଉ ସମୟରେ ଏ ମରୁପ୍ରାନ୍ତର ସଦୃଶ ଏ ୱିଲଡରନେସ୍ ଭଳିଆ ଆମ ପରମେଶ୍ୱର ଆମକୁ ଶୁଷ୍କତା ମତେ ଦଉଛନ୍ତି ଆମ ଜୀବନରେ। ମାତ୍ର ଏ ଶୁଷ୍କତା ଭିତରେ ଆମେ ପ୍ରଭୁଙ୍କ ଠାରୁ ଜଳ ମାଗିବା ପାଇଁ ଆମେ ପାଟି କରିପାରିବା। ପରମେଶ୍ୱର ସମରିଆ ନଗର ଭିତରେ ଦୁର୍ଭିକ୍ଷ ଦେଲେ ସମରିଆର ନଗର ଲୋକମାନଙ୍କୁ ଇଲିଶାଙ୍କ ଭେଟିକି ପ୍ରଭୁଙ୍କର ବାକ୍ୟକୁ ଶୁଣିବା। ଆଜି ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଆମର ଜୀବନ ଯାପନ ଯେଉଁ ସେରା ନିଆଯାଉଛି ସେ ସାରା ପ୍ରଭୁ ବେଶୀ ମୂଲ୍ୟରେ ଆମ ପାଇଁ କାମ କରୁଛନ୍ତି। ସ୍ୱତନ୍ତ୍ର ଭାବରେ ଆମର ମଣ୍ଡଳୀ ଭିତରେ ଯୋଉ ଲିଡର ମାନେ ଅଛନ୍ତି, ଆମର ଲିଡର ମାନଙ୍କୁ ମୁଁ ଆଜି ସକାଳେ କହିବାକୁ ଚାହୁଁଛି କାହା ସହିତ ସଂଯୁକ୍ତ ହେଲେ ହୃଦୟରେ ଆମମାନେ ଆତ୍ମିକ ଜୀବନକୁ ଆମମାନେ ଆଗକୁ ନେଇପାରିବା। ମୋର ଅନୁଭୂତି, ମୋର ଉଦ୍ଯୋଗ, ମୋର ଉତ୍ତମତା, ମୋ ନିଜର ଭଲ ଜ୍ଞାନ ମତେ ପରମେଶ୍ୱର ଠାରୁ ଦୂରକୁ ନେଇଯିବ। ମୋର ଏକ୍ସପିରିଏନ୍ସ ମତେ କେ ମଧ୍ୟ ଆଗକୁ ବଢେଇ ପାରିବ ନାହିଁ। ମୋର କାର୍ଯ୍ୟ କରିବାର ଅନୁଭୂତି ମତେ କେ ମଧ୍ୟ ଆଗକୁ ନେଇପାରିବ ନାହିଁ, ମତେ ପଛକୁ ନେଇଯିବ। ଯେମିତି ଏ ଜାଗାରେ ବର୍ତ୍ତମାନ ମରୁପ୍ରାନ୍ତରେ ଆଉ ବର୍ତ୍ତମାନ ଜହନ ଚିତ୍କାର କରୁଛନ୍ତି। ଆଜି ପ୍ରଭୁ ମଧ୍ୟ ଆମର ଜୀବନରେ ଆମକୁ ପରିତ୍ରାଣ ଦେଲେ। ଯେମିତି ଯୀଶୁ ବର୍ତ୍ତମାନ ପିତରଙ୍କୁ କହୁଛନ୍ତି ମୋର ମଣ୍ଡଳୀକୁ ମୁଁ ପଥର ଉପରେ ତୋଳିବି। ତାର ଅର୍ଥ ହଉଛି ବର୍ତ୍ତମାନ ସୁଷମାଚାର, ଈଶ୍ୱରଙ୍କର ସୁଷମାଚାର ଖ୍ରୀଷ୍ଟଙ୍କ ଉପରେ ଆଧାରିତ, ଖ୍ରୀଷ୍ଟଙ୍କ ଉପରେ ସ୍ଥାପିତ। ଯୋଉ ଘରର ପୁନାଦି ପଥର ସେ ଘରକୁ ଧକ୍କା ମାରିଲେ ଝଡ଼ ବାତ୍ୟା ଆସିଲେ ଯେମିତି ଘର ଭାଙ୍ଗିବ ନାହିଁ। ଆଜି ପ୍ରଭୁ ଆମକୁ ମଧ୍ୟ କହିବାକୁ ଚାହୁଁଛନ୍ତି ଯେ ପରମେଶ୍ୱରଙ୍କ ସାମ୍ନାରେ ତମେ ନିଜକୁ ନମ୍ର କର। ଆମର ହୃଦୟ ଭିତରେ ଆମେ ଯେଉଁ ସମୟରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ହୃଦୟ ପାଇବା ସେ ସମୟରେ ଆମେ ଆଗକୁ ଯାଇପାରିବା। ଯଦି ମଣ୍ଡଳ ଭିତରେ ଏଇ ପ୍ରକାର ଲୋକମାନେ ଅଛନ୍ତି ଯୋଉ ଲୋକମାନେ କି ଏଲିୟଙ୍କ ସମୟରେ ଥିଲେ, କେମିତି ଲୋକ ଜାଣିଛନ୍ତି ପିଲାମାନେ ବର୍ତ୍ତମାନ ପାଟି କରୁଛନ୍ତି, ପରିହାସ କରୁଛନ୍ତି, ଟାଙ୍ଗରା ଏ ଟାଙ୍ଗରାକୁ ଦେଖ ପରିହାସ କରୁଛନ୍ତି। ଆଜି ମୁଁ ମଧ୍ୟ ମୋର ହୃଦୟ ଭିତରେ ପରମେଶ୍ୱର ସାମ୍ନାରେ ଯଦି କହିବି ତାହେଲେ ମୁଁ ମଧ୍ୟ ହିସାବ କିତାବ କରିକି ଭାଇ ଭଉଣୀ ମାନଙ୍କୁ ପାଷ୍ଟର ମାନଙ୍କୁ ମୁଁ ବିଚାର କରୁଛି। ଏବେ ବି ସମାନ ଲୋକ ମୁଁ, କିନ୍ତୁ ଏବେ ମୋ ପାଖରେ ପରମେଶ୍ୱରଙ୍କର ଚେତା ପ୍ରଭୁ ମତେ ଦଉଛନ୍ତି ନିଜକୁ ଜାଣିବା ପାଇଁ। ମୁଁ କେମିତି ଲୋକ, ମୁଁ କେମିତି ସ୍ଥିତିର ଲୋକ। ଯେତେବେଳେ ମଧ୍ୟ 3 କୋଟି ଋଣ କ୍ଷମା ହେବା ଦାସ ଆତ୍ମିକ ଜୀବନକୁ ଯଦି ଆମେ ଦେଖିବା, ସେ କିଛି ମଧ୍ୟ ନ ଜାଣିକି ଯଦି ମାଲିକର ହୃଦୟକୁ ନେଇକି ଫେରିଥାନ୍ତା, ସେ କେବେ 50 ଟଙ୍କା ଦେବା ଲୋକର ବେକ ଧରିନଥାନ୍ତା। ସେ କହିଥାନ୍ତା ଆରେ 50 ଟଙ୍କା ତୁ ମତେ ଦେଇଥିଲୁ, ମୁଁ ତ ଦେଇଥିଲି, କଣ ଅସୁବିଧା? ମୋର ମାଲିକ ମତେ 3 କୋଟି ଋଣ କ୍ଷମା କରିଦେଲେ, ଏ 50 ଟଙ୍କା କିଛି ନାହିଁ, ତୁ ଯାହା ଖୁସିରେ ବଞ୍ଚେ। ଏଇଟା ହଉଛି ସୁଷମାଚାର ପ୍ରଚାର। ମାଲିକ ବେଶୀ ଧନ୍ୟବାଦ ଦଉଛୁ ଆମେ, ନିଷ୍କର୍ମ ହେଇକି ଛିଡା ହେବା ଲୋକ ଥିଲୁ ଆମେ। ଆପଣ ଆମ ସହିତ 8 ଅଣା ଚୁକ୍ତି କଲେ, ଏ 8 ଅଣା ପାଇବାଟା ମଧ୍ୟ ଯୋଗ୍ୟ ନାହିଁ। ଏ 8 ଅଣା ପାଇବାଟା ମଧ୍ୟ ଆମର ଯୋଗ୍ୟ ନାହିଁ, ଫିର ବି ଅନୁଗ୍ରହରେ ଦଉଛନ୍ତି ଆପଣ। ଆମେ ଜାଣିଛୁ ଆମର କାମ ଦେଖିକି 8 ଅଣା ଦେଇନାହାନ୍ତି ଆପଣ। ଆମେ ଯୋଉ ନିଷ୍କର୍ମ ହେଇକି ଛିଡା ହେଇଥିଲୁ ଆମକୁ ଦୟା ଦେବା ପାଇଁ ଆପଣ ଆଣିଛନ୍ତି।
ଯଦି ରିଏଲି ଯଦି ଆପଣ କାମ କରିବା ପାଇଁ ଚାହିଁଥାନ୍ତେ ତାହେଲେ ଆମଠୁ କେତେ ଫାର ବେଟର ଲୋକକୁ ନେଇଥାନ୍ତେ ଆପଣ, ହଁ ନା ନାଇଁ? ଏମାନେ ଏମିତି କହିପାରିଥାନ୍ତେ, ମାତ୍ର ଏମାନଙ୍କର ହୃଦୟ ବର୍ତ୍ତମାନ ମାଲିକକୁ ବିରୋଧ କରିବା ହୃଦୟ ଆସିଯାଇଛି। ହଁ? ପରମେଶ୍ୱର ଆମକୁ ବାକ୍ୟ ଦଉଛନ୍ତି, ପ୍ରଭୁ ଆମକୁ ହୃଦୟ ଦଉଛନ୍ତି। ଏବେ ଜହନକୁ ସେମାନେ ବିରୋଧ କରୁଛନ୍ତି। ହଁ? ବାପ୍ତିସ୍ମ ଜହନକୁ ସେମାନେ ଅଭିଯୋଗ କରୁଛନ୍ତି। ସେଥିପାଇଁ ଏଠି ଯଦି ଆପଣ ଦେଖିବେ, ତୁ କିଏ? ତୋର ଅସ୍ତିତ୍ୱ କଣ? ତୁ କିଏ ମୋ? ପଚାରୁଛନ୍ତି। ତୁ କଣ ଏଲିୟ? ତୁ କଣ ଭାବାଦୀ? କିନ୍ତୁ ସେ ଯେପରି କହୁଛନ୍ତି, ସେ ଭାବାଦୀ ଯେପରି କହିଥିଲେ, ମୁଁ ସେଇ ପ୍ରକାର ପ୍ରାନ୍ତରରେ ଶବ୍ଦ କରିବା ଲୋକ, ସୁସମାଚାରକୁ ଚିତ୍କାର କରିବାର ବ୍ୟକ୍ତି, ଭୋଗ ବିଳାସ, ନିଜର ମତ, ନିଜର ଶାରୀରିକ ଦୁନିଆର ମାତାଲ ହେବାର ଦୁନିଆ ବିତେଇବା ଉଚିତ ନୁହେଁ। ପ୍ରଭୁ ଆମମାନଙ୍କୁ ଏଇ ପ୍ରକାର ମଣ୍ଡଳୀ ଦେଇଛନ୍ତି, ଯେ ମଣ୍ଡଳୀର ମସ୍ତକ ଯୀଶୁ ଖ୍ରୀଷ୍ଟ, ଆଉ ସେ ଖ୍ରୀଷ୍ଟଙ୍କର ଉପରେ ପ୍ରଭୁ ମଣ୍ଡଳୀ ତୋଳିଛନ୍ତି। ଆମର ହୃଦୟ ପରମେଶ୍ୱରଙ୍କ ସହିତ ଜଡ଼ିତ ହେବାର ବିଷୟ ହଉଛି ବେଶୀ ଗୁରୁତ୍ୱପୂର୍ଣ୍ଣ ବିଷୟ। ଯେପରି ବାପ୍ତିସ୍ମ ଜହନ ବର୍ତ୍ତମାନ ମରୁପ୍ରାନ୍ତରରେ ଛିଡ଼ା ଚିତ୍କାର କରୁଛନ୍ତି, ଦ୍ରାକ୍ଷାରସକୁ ସୁରା ପାନ କରିନାହାନ୍ତି, ସେ ଭୋଗବିଳାସ ଜୀବନ ଯାପନ କରିନାହାନ୍ତି। ଆମର ଭାଇ ଭଉଣୀ ମାନେ ଯଦି ମାଇଣ୍ଡ ଯଦି ଚେଞ୍ଜ କରିବେ, ଆପଣ ମଣ୍ଡଳୀ ଆମ ପାଇଁ ସବୁଠାରୁ ମୂଲ୍ୟବାନ ହେଇଯିବ। ଆମର ସମୟ, ଆମର ଶରୀର, ଆମର ଟଙ୍କା, ଆମମାନଙ୍କର ଜୀବନ, ସବୁ ବିଷୟ ସୁଷମାଚାର ପ୍ରଭୁଙ୍କ ସାମ୍ନାରେ, ପ୍ରଭୁଙ୍କ ସହିତ ଜଡ଼ିତ ହେବାର ବିଷୟକୁ ସେ ଲାଇଫକୁ ଆମେ କାଟିପାରିବା। ଆମେ ଯେତେ ଅଧିକ ଆମମାନେ ପ୍ରଭୁ ଯୀଶୁଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା, ଆମର ସମସ୍ତ ଚର୍ଚ୍ଚର ଡିକନ ମାନଙ୍କୁ ମୁଁ କହିବାକୁ ଚାହୁଁଛି, ଫାର୍ଷ୍ଟରେ ଆପଣମାନେ ଜୁମରେ ଜଏନ୍ କରିବା ଆବଶ୍ୟକ, ଅନ୍ୟମାନଙ୍କୁ କଢେଇକି ନେବା ଆବଶ୍ୟକ। ତାହେଲେ ଆମମାନଙ୍କର ହୃଦୟ ଭିତରେ ଯଦି ଆମେ ଏ ମାପଦଣ୍ଡକୁ ରଖିବା ନାହିଁ, ତାହେଲେ ମୁଁ ସବୁବେଳେ ଏ ବିଷୟ କହିଥାଏ, ମୋର ଯୋଗ୍ୟ ନାହିଁ ଛିଡା ହେବା ପାଇଁ, ପାଷ୍ଟର ହେବା ପାଇଁ, କାମ କରିବା। ମୁଁ ମଧ୍ୟ ସେ ନିଷ୍କର୍ମା ହେବା ଲୋକ ସଦୃଶ ସମାନ ଲୋକ। ଏ ନିଷ୍କର୍ମା ହେଇଥିବା ଛିଡା ହେଇଥିବା ଦାସକୁ ମାଲିକ ଯେମିତି ଅନୁଗ୍ରହ ଆଣିଲେ, ଆଜି ମତେ ମଧ୍ୟ ଚର୍ଚ୍ଚ ପାଣିଛନ୍ତି। ମୋର ଅନେକ ଗୁଡେ ଦୁର୍ବଳତା ଅଛି, ଅନେକ ଗୁଡେ ଅଭାବ ଅଛି, ଅନେକ ଗୁଡେ ବିଷୟ ଗୁଡାକ ଅଛି ଯାହା ପରମେଶ୍ୱର ଢାଙ୍କି ଦଉଛୁ। ମୁଁ କେମିତି ବିଚାର କରିପାରିବି 9ଟାରେ ଥିବା ଲୋକମାନଙ୍କୁ, 12ଟାରେ ଯିବା ଲୋକ, 5ଟା ସମୟରେ ଯିବା ଲୋକ? ମୁଁ ତ ନିଷ୍କର୍ମା ହେଇକି ଛିଡାଇଥିଲି, ମତେ ତ ଅନୁଗ୍ରହ ନିଆଯାଇଛି, ଆଉ ମୁଁ ତାଙ୍କୁ କଣ ତାଙ୍କ ବିଷୟରେ ମୁଁ ମାଲିକ ଅଭିଯୋଗ କରିବି? ସେଥିପାଇଁ ଜହନଙ୍କର ଯଦି ଆମେ ଏଇ ଜାଗାରେ ଦେଖୁଛୁ, ତାହେଲେ ପରମେଶ୍ୱରକୁ ବେଶୀ ଧନ୍ୟବାଦ ଦଉଛୁ ମୁଁ ଗୋଟେ ବିଷୟ ପାଇଁ। ତାଙ୍କର କାମ ଜଳାଏ ବାପ୍ତିସ୍ମ ଦେବାଟା କହୁଛନ୍ତି, ସେ କେବେ ଯୀଶୁଙ୍କର ଜାଗାକୁ ନଉନାହାନ୍ତି। କିନ୍ତୁ ବାଇବଲରେ ସାଉଲ ରାଜାକୁ ମନେ ପକାନ୍ତୁ, ସାମୁଏଲ ଯୋଉଟା କାମ କରିବା କଥା ବୋଧେ ସାଉଲ କହୁଛୁ, ମାନେ ମୁଁ ଅପେକ୍ଷା କଲି, ବିଳମ୍ବ କଲେ, ଆପଣ ଆସିଲେ ନାହିଁ। ସେଥିପାଇଁ ମୁଁ ଜଗି ଜଗି ଭାବିଲି ଆଉ ଆପଣ ଆସିବେ ନାହିଁ, ସେଥିପାଇଁ ମୁଁ ଏ ନୈବେଦ୍ୟ କରିବା ପାଇଁ ମୁଁ ନିଜେ ସାଉଲ ରାଜା ସାମୁଏଲର ବିଳମ୍ବ ପାଇଁ ସେମିତି କଲେ ନା ଆରମ୍ଭ ତାଙ୍କ ହୃଦୟ ଭିତରେ ଲାଇନ ନାହିଁ, ପରମେଶ୍ୱରଙ୍କର କାର୍ଯ୍ୟକୁ ସେ ନିଜେ କରିପାରିବେ। ପ୍ରଭୁ ଆମକୁ ମଣ୍ଡଳୀ ଭିତରେ ସୁଷମାଚାର ଦେଇଛନ୍ତି, ପ୍ରଭୁ ମତେ ପ୍ରଭୁଙ୍କର ଦାସର ପଦବୀ ଦେଇଛନ୍ତି। ଏ ପ୍ରଭୁଙ୍କର ଦାସର ପଦବୀ ଖେଳକର ନୁହେଁ ମୋ ପାଇଁ। ବାସ୍ତି ରାଣୀକୁ ବର୍ତ୍ତମାନ ରାଣୀର ପଦବୀ ମିଳିଥିଲା କାହା ପାଇଁ? ରାଜାଙ୍କ ବିନା ସେ ରାଣୀ କେମିତି ହେଇପାରିବ? ଯୀଶୁଙ୍କ ବିନା ପିତର କେମିତି ଆତ୍ମିକ ଜୀବନ ବିତେଇ ପାରିବେ? ଆଜି ମଣ୍ଡଳୀ ବିନା, ପ୍ରଭୁଙ୍କର ଦାସଙ୍କ ବିନା ଆମମାନେ କେମିତି ବଞ୍ଚି ପାରିବା ଆତ୍ମିକ ଭାବରେ? କିଏ କୋଡେଇକି ନେବ ନେଇପାରିବ? ଆମର ଏକ୍ସପିରିଏନ୍ସ, ଆମର ନଲେଜ, ଆମର ଉଦ୍ଯୋଗ କିଛି ଲାଭ ନାହିଁ। ଏସବୁ ବିଷୟ ଗୁଡାକ ହଉଛି ଧୂଳି ମାତ୍ର, କିଛି ୟୁଜଲେସ୍ ବିଷୟ ଯାକ। କିନ୍ତୁ ମଣ୍ଡଳୀ ଠାରୁ ଆସୁଥିବାର ପ୍ରବାହର ହୃଦୟ ସହିତ ମୁଁ ଯଦି ସଂଯୁକ୍ତ ହଉଛି, ସେଇ ସବ ପ୍ରଭୁ ମୂଲ୍ୟବାନ ଭାବରେ ଆମ ଦ୍ୱାରା ପ୍ରକାଶ ପାଏ। ଯେମିତି ସେ ସଫ୍ଟ ସୂକ୍ଷ୍ମ ମାଟି ଦ୍ୱାରା
ପାତ୍ର ତିଆରି କରୁଛି କୁମ୍ଭକାର। ଟାଣ ମାଟି ଯଦି ଦେବା ତାହେଲେ ଟାଣ ମାଟି ଦ୍ୱାରା କୁମ୍ଭକାର ବନେଇ ପାରିବ। ଆଜି ଆମକୁ ମଧ୍ୟ ପ୍ରଭୁ ସୂକ୍ଷ୍ମ କରୁଛନ୍ତି। ସଫ୍ଟ ମାଟି ସଦୃଶ ପ୍ରଭୁ ଆମକୁ ସୁନ୍ଦର ପାତ୍ର ବନେଇବା ପାଇଁ ଚାହୁଁଛନ୍ତି। ଆଜି ମଧ୍ୟ ଆମର ସାରଙ୍ଗଡ଼ରେ ବାଇବଲ ସେମିନାର ଅଛି, ତ ମୁଁ ଆଶା କରୁଛି ପ୍ରଭୁ ଆଜି କାମ କରିବେ। ଆପଣ ମଧ୍ୟ ସମସ୍ତେ ପ୍ରାର୍ଥନା କରନ୍ତୁ। ଯାହାର ମଧ୍ୟ ଇଚ୍ଛା ଅଛି ଆଟେଣ୍ଡ କରିବା ପାଇଁ ଆପଣ ଆସିପାରିବେ। ଆଉ ଅନୁଗ୍ରହ ପାଇଛୁ ଆଜି ସୁସମାଚାର ପ୍ରଚାର କରିବା ପାଇଁ, ସେଥିପାଇଁ ମଣ୍ଡଳୀ ଭାଇ ଭଉଣୀ ସମସ୍ତେ ପ୍ରାର୍ଥନା କରନ୍ତୁ ଯେପରି ପ୍ରଭୁଙ୍କ କାର୍ଯ୍ୟ ସେ ଜାଗାରେ ଶକ୍ତିଯୁକ୍ତ ଭାବରେ ହେଇପାରିବ। ଏତିକି ମୁଁ କହିବି, ସରେଇବା। ପ୍ରାର୍ଥନା କରିବ। ପରମେଶ୍ୱର ଧନ୍ୟ ଦଉଛୁ, ତୁମେ ଆଜି ଆମକୁ ଶୁଣିବାର ସମୟ ଦେଲ ପ୍ରଭୁ। ସକାଳେ ଅଧିବେଶନରେ ବାକ୍ୟକୁ ଶୁଣିବା ପାଇଁ ମଣ୍ଡଳୀ ଭିତରେ ପ୍ରଭୁ ଯେତେବେଳେ ଆମେ ବଞ୍ଚୁଛୁ, ଆମେ ଅଧିକାଂଶ ସମୟରେ ଭାବି ଥାଇପାରୁ ଆମକୁ ଯୋଉ ପଦବୀ ଦିଆଯାଇଛି ତାର ଅଧିକାରମୂଳକ ଭାବରେ ଆମେ ଯଦି ଭାବୁଛୁ ମୋର ଯୋଗ୍ୟତା ପାଇଁ, ମୋର ନିଜର ଟ୍ୟାଲେଣ୍ଟ ପାଇଁ, ମୋ ନିଜର ବୁଦ୍ଧି, ମୋର ଜ୍ଞାନ ପାଇଁ ଦିଆଯାଇଛି ବୋଲି, ତାର ବେଶୀ ମୂର୍ଖାମି କରୁ। ଅବିଶ୍ୱସ୍ତ ବ୍ୟବସ୍ଥା କେବେ ମଧ୍ୟ ଭାବିବା ଉଚିତ ନଥିଲା ଯେ ମାଲିକ ପାଇଁ ମୁଁ ମୋତେ ନିଜେ ବିଶ୍ୱସ୍ତ କାମ କରିପାରିବି। ସେ ଯେଉଁ ସର ଅବିଶ୍ୱସ୍ତ ବ୍ୟବସ୍ଥା ଥିଲା, ମାଲିକ କେବେ ତାକୁ ବିଶ୍ୱସ୍ତ ବନେଇବା ପାଇଁ ନଥିଲେ। ଠିକ ସେମିତି ପ୍ରଭୁ 3 କୋଟି ଋଣ ମଧ୍ୟ ମାଲିକ ତମେ ତାକୁ ଦେଇନଥିଲ ତାକୁ ଫେରାଇବା ପାଇଁ, ତାର ମୁଖରୁ ଗୋଟେ ବିଷୟ ଶୁଣିବା ପାଇଁ ମୁଁ ପାରିବି ନାହିଁ। ତମେ ଏ ପାରିବି ନାହିଁ ବୋଲି ୱାର୍ଡ ଶୁଣିଲେ ହିଁ ତମେ ତାକୁ କ୍ଷମା ବା ତମେ ତାର ଋଣକୁ କ୍ଷମା ଦେବାର, ଛାଡ଼ିଦେବାର ହୃଦୟକୁ ଶିଖିବା ପାଇଁ ତମେ ତାକୁ ସେଇ ପ୍ରକାର ବନେଇଥିଲ। ଆଜି ତୁମେ ଆମକୁ ଅନୁଗ୍ରହ କରିଅଛ ଚର୍ଚ୍ଚ ଭିତରେ ଆମେ ଯେପରି ନମ୍ର ହୃଦୟରେ ପ୍ରଭୁ ତୁମର ବାକ୍ୟକୁ ଶୁଣିବାର, ଗ୍ରହଣ କରିବାର, ବିଶ୍ୱାସ କରିବାର ମନକୁ ନେଇକି ଆମେ ବଞ୍ଚିବୁ। ସେଥିପାଇଁ ପ୍ରଭୁ ମଣ୍ଡଳୀ ଭିତରେ କାର୍ଯ୍ୟ ଚାଲିଛି, ପ୍ରଭୁ ଚର୍ଚ୍ଚର କାର୍ଯ୍ୟ ଦୟାକର। ସେଠି ଆମକୁ ଅନେକ ଗୁଡ଼ିଏ ସାହାଯ୍ୟର ଦରକାର, ଅନେକ ଗୁଡ଼ିଏ କାମ ଦରକାର ପ୍ରଭୁ। ତୁମେ ଆମର ପ୍ରତ୍ୟେକ ଭାଇ ଭଉଣୀଙ୍କୁ ତମେ ବନାଅ, ହୃଦୟ ଦିଅ ଯେପରି ସେମାନେ ପ୍ରଭୁ ଖୁସିରେ ଆନନ୍ଦିତ ହୃଦୟରେ କାମ କରିବା ପାଇଁ ଚାହିଁବେ। ସେଥିପାଇଁ ତୁମେ ସମସ୍ତଙ୍କୁ ଅନୁଗ୍ରହ କର। ଆଜି ସାରଙ୍ଗଡ଼ରେ ପ୍ରଭୁ ୱାନ୍ ଡେ ବାଇବଲ ସେମିନାର ଅଛି ପ୍ରଭୁ। ଆଉ ଯେପରି ସେ ଜାଗାରେ ଅନେକ ନୂଆ ଆସିବେ ପ୍ରଭୁ, ଯେପରି ସୁସମାଚାର ଶୁଣିପାରିବେ, ସେଥିପାଇଁ ତମେ କାର୍ଯ୍ୟ କର। ସମସ୍ତ ଗୌରବ ସମ୍ଭବ ତମ ପାଅ ବୋଲି ଧନ୍ୟବାଦ ଦେଇ ଏ ପ୍ରାର୍ଥନା ଉଦ୍ଧାରକର୍ତ୍ତା ନାଜରେଥ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗି, ଆମେନ୍। ବହୁତ ଧନ୍ୟବାଦ ଭାଇ ଭଉଣୀ, ଆଜି ଏତିକି କରିବା।